ଭାଇ ନେଞ୍ଜୁ ମାଇ ଯୀଶୁରାଜ ନେଞ୍ଜୁ এই ଗୀତ ଗାଇକି ଆରମ୍ଭ କରିବା। ଭାଇ ନେଞ୍ଜୁ ମାଇ ଯୀଶୁରାଜ ନେଞ୍ଜୁ ଆହାନା ପଣ ଆହାନା ଓହୋ ଆହାନା ପଣ ଆହାନା ଭାଇ ନେଞ୍ଜୁ ମାଇ ଯୀଶୁରାଜ ନେଞ୍ଜୁ ଆହାନା ପଣ ଆହାନା ଓହୋ ଆହାନା ପଣ ଆହାନା আনি ডাটা পূর্তি তারি যিশুই গো আহানারি জুনু ডাঞ্জু বেলা সুকা দিনানে আন্দারি আনি ডাটা পূর্তি তারি যিশুই গো আহানারি জুনুডাঞ্জু বেলাসুকা দিনানে আন্দারি কুকনু সুডাঙ্গা মেন্ডাঙ্গা উসানা কুকনু সুডাঙ্গা মেন্ডাঙ্গা উসানা উজেনে পেনু ইঞ্জানা পোণো আহানা ওহো আহানা পোণো আহানা বাইনে জুমাই যিশুরা যে জুয়াহানা পণ আহানা ওহো আহানা পণ আহানা ইরি পূর্তি হিংতারি রনি সিগলুমিনে নাড়িড়াই ম্রা পসেলু রোসপাগোয়া জানে ইরি পূর্তি হিংতারি রনি সিগলুমিনে নাড়িড়াই ম্রা পসেলু রোসপাগোয়া জানে Esta kane jupenui buneru sabaselu degi saneru. Esta kane jupenui puneru sabaselu degi saneru. Pana bani pana pono ahana. Oho ahana pono ahana. বাইনে জুমাই যিশুরাজে জুয়াহানা পণ আহানা ওহো আহানা পণ আহানা তাড়া বাতায় সে লোকু পোতেড়াই মানেরু সেন্ডো তুড়ু বিকানে গুলে তাকা নিঙ্গিনেরু তাড়া বাতায় সে লোকু পোতেড়াই মানেরু সেন্ডো তুড়ু বিকানে গুলে তাকা নিঙ্গিনেরু হালেলুয়া হালেলুয়া জানা রে হাড়াই পেনুই দোন হালেলুয়া হালেলুয়া জানা রে হাড়াই পেনুই দোন উজেনে পেনুই জানা পোণো আহানা ওহো আহানা পোণো আহানা বাইনে জুমাই যিশুরাজে জুয়াহানা পোণো আহানা ওহো আহানা পোণো আহানা। ଚାଲନ୍ତୁ ପ୍ରାର୍ଥନା କରିବା।
ମାଥି ପୁସ୍ତକ 25 ପର୍ବ 14 ପଦରୁ ନେଇକି 30 ପଦ ଯାଏଁ ପଢିବା। କାରଣ ବିଦେଶକୁ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଯେପରି ଆପଣା ଦାସମାନଙ୍କୁ ଆହ୍ୱାନ କରି ସେମାନଙ୍କ ହସ୍ତରେ ନିଜର ସର୍ବସ୍ୱ ସମର୍ପଣ କଲେ, ସ୍ୱର୍ଗରାଜ୍ୟ ସେହିପରି। ସେ ଜଣକୁ 5 ତୋଳା, ଅନ୍ୟକୁ 2 ତୋଳା, ଆଉ ଜଣକୁ 1 ତୋଳା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ। ଯେଉଁ ଜଣକୁ 5 ତୋଳା ପାଇଥିଲା, ସେ ତତ୍କ୍ଷଣାତ୍ ତାହା ଘିନି ବ୍ୟବସାୟ କରି ଆଉ 5 ତୋଳା ଲାଭ କଲା। ସେହି ପ୍ରକାର ସେ 2ଟି ପାଇଥିଲା, ସେ ଆଉ 2ଟି ଲାଭ କଲା। ମାତ୍ର ଯେ ଗୋଟିଏ ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା। ବହୁ କାଳ ପରେ ସେହି ଦାସମାନଙ୍କର ପ୍ରଭୁ ଆସି ସେମାନଙ୍କ ସଙ୍ଗରେ ହିସାବ କଲେ। ଆଉ ଯେଉଁ ଜଣକ 5 ତୋଳା ପାଇଥିଲା, ସେ ଆ- ସେ ଆଉ 5 ତୋଳା ଘେନି ଆସି କହିଲା, ହେ ପ୍ରଭୁ, ଆପଣ ମୋତେ 5 ତୋଳା ଦେଇଥିଲେ। ଦେଖନ୍ତୁ, ମୁଁ ଆଉ 5 ତୋଳା ଲାଭ କରିଅଛି। ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି। ତୁମେ ଆପଣା ପ୍ରଭୁଙ୍କର ଆନନ୍ଦ ସୌଭାଗୀ ହୁଅ। ପୁଣି ଯେ 2 ତୋଳା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ 2 ତୋଳା ଦେଇଥିଲେ। ଦେଖନ୍ତୁ, ମୁଁ ଆଉ 2 ତୋଳା ଲାଭ କରିଅଛି। ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମକୁ ବହୁତ ବିଷୟ ଉପରେ ନିଯୁକ୍ତି କରିବି। ତୁମେ ଆପଣା ପ୍ରଭୁଙ୍କ ଆନନ୍ଦର ସୌଭାଗୀ ହୁଅ। ଆଉ ଯେ 1 ତୋଳା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନଥାନ୍ତି ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନଥାନ୍ତି ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି। ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି। ଦେଖନ୍ତୁ, ଆପଣ ନିଜର ଧନ ପାଇଲେ। କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନଥାଏ ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନଥାଏ ସେଠାରେ ସଂଗ୍ରହ କରେ। ଏହା କଣ ଜାଣିଥିଲୁ? ତେବେ ବଣିକମାନଙ୍କ ହସ୍ତରେ ମୋହର ଟଙ୍କା ରଖିବା ତୋର ଉଚିତ ଥିଲା। ତାହେଲେ ମୁଁ ଆସି ଶୁଦ୍ଧ ସହିତ ମୋର ଧନ ଫେରି ପାଇଥାନ୍ତି। ଅତଏବ ଏହାଠାରୁ ଏହି ତୋଡ଼ା ଘେନି ଯାଇ ଯାହାର 10 ତୋଡ଼ା ଅଛି ତାହାକୁ ଦିଅ। କାରଣ କୌଣସି ଲୋକର ଅଛି, ଉଁ, ତାହାକୁ ଦିଆଯିବ, ତାହାର ପ୍ରଚୁର ହେବ। କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି ତାହା ହିଁ ତାହାଠାରୁ ନିଆଯିବ। ଆଉ ତୁମାନେ ଏହି ଅକର୍ମଣ ଦାସକୁ ବାହାର ଅନ୍ଧକାରରେ ପକାଇ ଦିଅ, ସେଠାରେ ରୋଦନ ଓ ଦନ୍ତର କିଳିମିଳି ହେବ। ଆଉ ଆମେ ମାଥ୍ୟୁ ପୁସ୍ତକ 25 ପର୍ବ ଯେତେବେଳେ ଦେଖିବା, ଏଠି ବେଶୀ ମୂଲ୍ୟବାନ ବାକ୍ୟ ଏଇଟା। ଆଉ ମୁଁ ଆଜି ଯେତେବେଳେ ସକାଳେ ଏ ବାକ୍ୟକୁ ଗୋଟେ ଭଉଣୀଙ୍କୁ ସୌଭାଗ୍ୟତା ଦେଉଥିଲି, ମହୋଦୟରେ ମୁଁ ବେଶୀ ଖୁସି ହେଲି। ମୁଁ ଓଲଟା ନିଜେ ସେ ବାକ୍ୟ କହିଲି, କିନ୍ତୁ ପରବର୍ତ୍ତୀ ସମୟରେ ବାକ୍ୟ ଦ୍ୱାରା ମୋ ହୃଦୟରେ ବେଶୀ ଶାନ୍ତି ଆସିଲା ଆଉ ଗୋଟେ ସାଇଡ୍ ବିଶ୍ରାମ ମଧ୍ୟ ଆସିଲା। ତ ମଣ୍ଡଳୀ ଭିତରେ ବଞ୍ଚିଲା ବେଳକୁ ଅଧିକାଂଶ ସମୟରେ ଆମ ପାଖରେ କଣ ଥାଏ, ଆଉ ନିଜର ପସନ୍ଦ ବୋଲି ଗୋଟେ ବିଷୟ ଥାଏ। ଆଉ ନିଜର ଯୋଉ ପସନ୍ଦ ଅଛି, ତ ସେ ନିଜର ପସନ୍ଦ ମନୁଷ୍ୟ ନିଜେ କେବେ ମଧ୍ୟ ଫିଙ୍ଗି ପାରିବ ନାହିଁ, କି ଆ, ନିଜର ଏ ଯୋଉ ଇଚ୍ଛା ଶକ୍ତି ଅଛି ସେଟା ନିଜେ କେବେ ମଧ୍ୟ କାଟି ପାରିବ ନାହିଁ। ତେଣୁ ପରମେଶ୍ୱର ଆମମାନଙ୍କୁ ପରିତ୍ରାଣ ଦେବାର ଅର୍ଥ ହଉଛି, ପରମେଶ୍ୱରଙ୍କର ଇଚ୍ଛା ହଉଛି ଆମେ ଜଣେ ଲୋକ ମନ ପରିବର୍ତ୍ତନ କରିକି ମଣ୍ଡଳୀ ଭିତରେ ବଞ୍ଚୁ ବୋଲି। ତ ଅଧିକାଂଶ ଲୋକ ମନ ପରିବର୍ତ୍ତନ ବିଷୟରେ କଣ ଜାଣିଛନ୍ତି? ମନ ପରିବର୍ତ୍ତନ ମାନେ ମୁଁ ହିନ୍ଦୁ ଥିଲି, ଖ୍ରୀଷ୍ଟିଆନ ହେଲି, ଆଉ ମୁଁ ଜାଗତିକ ଚର୍ଚ୍ଚକୁ ଯାଉଥିଲି, ଏବେ ମୁଁ ଗୁଡନେସ୍ ଚର୍ଚ୍ଚକୁ ଆସିଲି। ଆଉ ଗୁଡନେସ୍ ଚର୍ଚ୍ଚରେ କେବଳ ସତ୍ୟ ବାକ୍ୟ ଅଛି, ଆଉ ଜାଗତିକ ଚର୍ଚ୍ଚରେ ସତ୍ୟ ବାକ୍ୟ ନାହିଁ। ତ ଅନେକ ଲୋକଙ୍କର ଧାରଣା ହଉଛି ଏମିତି, ଏଇଟା ହଉଛି ମନ ପରିବର୍ତ୍ତନ ବୋଲି। କିନ୍ତୁ ବାଇବଲରେ ମନ ପରିବର୍ତ୍ତନ ଏଇଟା ନାହିଁ। ପରମେଶ୍ୱର ଏଇଟା ମନ ପରିବର୍ତ୍ତନ କେବେ କହୁନାହାନ୍ତି।
ତ ମନ ପରିବର୍ତ୍ତନ ମାନେ ମୋର ଚିନ୍ତା କେମିତି ବଦଳି ଯାଇଛି। ମୁଁ କେତେବେଳେ ମୋ ଚିନ୍ତା ଠାରୁ ବାହାରି ପଡ଼ିଲି। ମୋର ଚିନ୍ତାକୁ ମୁଁ କେତେ କେତେ ଅସ୍ୱୀକାର କରିକି ବଞ୍ଚୁଛି। ତ ସେ ବିଷୟକୁ ଜାଣିବାଟା ହଉଛି ମନ ପରିବର୍ତ୍ତନ। କିନ୍ତୁ ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ କି ମନ ପରିବର୍ତ୍ତନ ବିଷୟରେ ସେମାନେ ନିଜର ବୁଝାମଣା ଅନୁସାରେ ସେମାନେ ଜାଣିଛନ୍ତି କି ଏଇଟା ମନ ପରିବର୍ତ୍ତନ ବୋଲି କହୁଛନ୍ତି। କିନ୍ତୁ ଆମେ ବାଇବଲରେ ଦେଖିବାକୁ ହେଲେ ସେଇଟା ମନ ପରିବର୍ତ୍ତନ ନାହିଁ। ଆଦି ପୁସ୍ତକ 4 ପର୍ବରେ ଯଦି ଆମେ ଦେଖିବା ସେଠି କଇନ ହେବଲ ଅଛନ୍ତି। ଆଉ ଯେତେବେଳେ ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେଲେ ତ ସେମାନେ ଦୁଇ ପ୍ରକାର ନୈବେଦ୍ୟ ନେଇକି ଛିଡ଼ା ହେଉଛନ୍ତି। କଇନ ମଧ୍ୟ ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଉଛି। ଆଉ ହେବଲ ମଧ୍ୟ ପରମେଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେଉଛି। ତ କଇନ ଯେତେବେଳେ ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଲା ତ କଇନର ନୈବେଦ୍ୟ ମାନେ ଟିକେ ଭିନ୍ନ ପ୍ରକାର ନୈବେଦ୍ୟ, ଯାହାକି ପରମେଶ୍ୱର ଘୃଣା କରନ୍ତି। ତ ସେ ପ୍ରକାର ନୈବେଦ୍ୟ ନେଇକି ସେ ପରମେଶ୍ୱରଙ୍କୁ ଉତ୍ସର୍ଗ କରୁଛି। ତ ପରମେଶ୍ୱର ଯେତେବେଳେ ଦେଖିଲେ କଇନର ନୈବେଦ୍ୟ ତ ପରମେଶ୍ୱର କେବେ ମଧ୍ୟ ଗ୍ରହଣ କରିପାରିଲେ ନାହିଁ। ସେଥିପାଇଁ କଇନର ନୈବେଦ୍ୟକୁ ସେ ଘୃଣା କଲେ ଲେଖାଯାଇଛି। ଆଉ କଇନକୁ ମଧ୍ୟ ସେ ଅଗ୍ରାହ୍ୟ କଲେ ଲେଖାଯାଇଛି। ତ କଇନ କୋଉ ପ୍ରକାର ନୈବେଦ୍ୟ ନେଇକି ଯାଇଥିଲା, ଯାହାକି ଭୂମିର ଉତ୍ପନ୍ନ ଫଳ ବୋଲି ଲେଖା ହେଇଛି ପାଇଛି। ତ ଭୂମିର ଉତ୍ପନ୍ନ ଫଳ ମାନେ କଣ? ଏ ଭୂମିର ଉତ୍ପନ୍ନ ଫଳ ମାନେ ଏ ବାଇବଲରେ ଯଦି ଆମେ ଦେଖିବା ଆଦି ପୁସ୍ତକ 3 ପର୍ବ ପରେ ଆଦମ ହାବା ଫଳ ଖାଇଲା ପରେ ପରମେଶ୍ୱର ଆଦମ ହବା ଫଳ ଖାଇବା ପୂର୍ବରୁ ପରମେଶ୍ୱର ଆଦମ ହବାକୁ ନିୟମ ଦେଇଥିଲେ। ଏ ଫଳ ଖାଇବ ନାହିଁ, ତମେ ଯୋଉଦିନ ଖାଇବ ସେଦିନ ନିତାନ୍ତ ମରିବ ବୋଲି। କିନ୍ତୁ ଆଦମ ହବା ଯେତେବେଳେ ଶୁଣିଲେ ପରମେଶ୍ୱରଙ୍କ ଠାରୁ କଣ କହିଥିବେ? ଓ ଠିକ ଅଛି ପରମେଶ୍ୱର, ସେମିତି ଆମେ ଖାଇବୁ ନାହିଁ ବୋଲି। କିନ୍ତୁ ପରବର୍ତ୍ତୀ ସମୟରେ ଯଦି ଆମେ ଦେଖିବା ସେମାନେ ପରମେଶ୍ୱରଙ୍କର ବାକ୍ୟକୁ ଫିଙ୍ଗି ଦେଇକି ଆ, ସାପ ଯୋଉ ଫଳ ସେମାନଙ୍କୁ ଦେଲା ସେ ଫଳକୁ ଗ୍ରହଣ କରିକି ସେ ଫଳ ପ୍ରଭୃତିରେ ସେମାନେ ଖାଇଲେ। ତ ସେ ସମୟ ଠାରୁ ମନୁଷ୍ୟର ଜୀବନରେ ମୃତ୍ୟୁ ଆସିଲା ଲେଖା ହେଇଛି। ତ ସେ ସମୟ ଠାରୁ ମନୁଷ୍ୟର ଜୀବନରେ ପରିଶ୍ରମ ଆସିଲା, ନିଜକୁ ଢାଙ୍କିବାର ଦୁନିଆ ପ୍ରଭୃତିରେ ଆରମ୍ଭ ହେଲା। ତ ସେଥିପାଇଁ ଆଦି ପୁସ୍ତକ ହଉଛି ଗୋଟେ ପୁସ୍ତକ ଯାହାକି ଆମେ ମୃତ ପୁସ୍ତକ ବୋଲି ପ୍ରକୃତରେ ଜାଣିପାରିବା। ତ ସେଥିପାଇଁ ଆଦି ପୁସ୍ତକ ପରେ ଏ, ଯଦି ଆମେ ଦେଖିବା ଯେହେତୁ ପରମେଶ୍ୱର ଯେତେବେଳେ ଆଦମକୁ ଦେଖିଲେ ତ ଆଦମ ଜଣେ ଲୋକ ପରମେଶ୍ୱରଙ୍କ ଦ୍ୱାରା ନିର୍ମାଣ କରାଯାଇଛନ୍ତି। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ନିର୍ମାଣ କରାଯାଇଛନ୍ତି। ପରମେଶ୍ୱର ଦେଇଥିବା ତାଙ୍କର ଆତ୍ମା ଅଛି, ପରମେଶ୍ୱର ଦେଇଥିବା ଜୀବନ ଅଛି। ପରମେଶ୍ୱର ମନୁଷ୍ୟ ଆଦମ ହବାକୁ ଜୀବିତ ପ୍ରାଣୀ କରିକି ଏଦେନ ଉଦ୍ୟାନରେ ରଖିଛନ୍ତି। କିନ୍ତୁ ଆମେ ଯଦି ଆଦମ ଆଉ ହବାଙ୍କର ଲାଇଫ୍ ଯଦି ଦେଖିବା କହିଲେ ତ ଆଦମ ହବା ପରମେଶ୍ୱରଙ୍କୁ ପରିତ୍ୟାଗ କରିକି ପରମେଶ୍ୱର ଯୋଉ ଦେଇଥିବା ବାକ୍ୟକୁ ପରିତ୍ୟାଗ କରିକି ସେମାନେ ଶୈତାନ ଦେବା ଚିନ୍ତାକୁ ଗ୍ରହଣ କରିକି ଫଳ ପ୍ରକୃତିରେ ଖାଉଛନ୍ତି। ତ ଆଦମ ହବା ଫଳ ଯେତେବେଳେ ଖାଇଲେ ତ ସେମାନେ କେବେ ମଧ୍ୟ ପ୍ରଭୁଙ୍କ ପାଖକୁ ଯାଇପାରୁନାହାନ୍ତି। ଉଦ୍ୟାନ ମଧ୍ୟରେ ଲୁଚୁଛନ୍ତି ଲେଖା ହେଇଛି। ତ ଗୋଟେ ସମୟ ଥିଲା ଆଦମ ହବା ପରମେଶ୍ୱରଙ୍କୁ ଫ୍ରିଲି ମିଶୁଥିଲେ। କିନ୍ତୁ ଗୋଟେ ସମୟ ଆସିଲା ଆଦମ ହବା ପରମେଶ୍ୱରଙ୍କ ପାଖରେ ଛିଡା ହେଇ ପାରୁନାହାନ୍ତି। ତ ଲୋକମାନେ ପରମେଶ୍ୱରଙ୍କ ପାଖରେ ଛିଡା ହେଇ ନ ପାରିବାଟା କାରଣ କଣ ଜାଣିଛନ୍ତି? ଯେହେତୁ ଲୋକମାନଙ୍କ ପାଖରେ ନିଜର ଚିନ୍ତା ପ୍ରକୃତିରେ ବେଶୀ ଷ୍ଟ୍ରଙ୍ଗଲି ପ୍ରକୃତିରେ କାମ କରୁଛି। ସେଥିପାଇଁ ଲୋକମାନେ ନିଜର ଚିନ୍ତା ଯେମିତି ଆସିଲା ସେମିତି ଲୋକ ପ୍ରକୃତିରେ ବଞ୍ଚୁଛନ୍ତି। ଯୋଉଟା ଇଚ୍ଛା କଲେ ସେଇଟା ଏକା ହଁ, ଯଦି ଏଇଟା ପସନ୍ଦ ନାହିଁ ତେବେ ପସନ୍ଦ ନାହିଁ। ତ ଲୋକମାନଙ୍କର ଲାଇଫ ହଉଛି ସେମିତି। ସେଥିପାଇଁ ଆଦମ ହବା ପାଇଁ ପରମେଶ୍ୱର ଗୋଟେ ପଶୁକୁ ମାରୁଛନ୍ତି। ପଶୁକୁ ମାରିକି ନୈବେଦ୍ୟ ଉତ୍ସର୍ଗ କରୁଛନ୍ତି ଆଦମ ହବାଙ୍କ ପାଇଁ। ଆଉ ଆଦମ ହବାକୁ ସେଠି ଚର୍ମର ବସ୍ତ୍ର ପିନ୍ଧଉଛନ୍ତି। ତ ଆଦମ ହବା ଚର୍ମର ବସ୍ତ୍ର ଯେତେବେଳେ ପିନ୍ଧିଲେ ସେ ସମୟରେ ସେମାନେ କଇନ ହେବଲକୁ ଜନ୍ମ କରିଛନ୍ତି। ତ କଇନ ହେବଲ ଯେତେବେଳେ ଜନ୍ମ ହେଲେ ଆଦମ କଣ କହିନଥିବେ କି ଯେତେବେଳେ ତମେ ପରମେଶ୍ୱରଙ୍କ ସମ୍ମୁଖରେ ଛିଡା ହବ ତମେ କୋଉ ପ୍ରକାର ନୈବେଦ୍ୟ ନେଇକି ଛିଡା ହବ? ପରମେଶ୍ୱର କୋଉ ପ୍ରକାର ନୈବେଦ୍ୟକୁ ପରମେଶ୍ୱର ଗ୍ରହଣ କରିବେ?
ଆଦମ କଣ କଇନ ହେବଲକୁ ଜଣେଇ ନଥିବେ କି? ନିଶ୍ଚିତ ଭାବରେ ଜଣେଇଥିବେ। ନିଶ୍ଚିତ ଭାବରେ ଏମାନେ ଜଣେ ଲୋକ ଆଦମଙ୍କ ଠାରୁ ବାକ୍ୟ ପ୍ରକୃତିରେ ଶୁଣିଛନ୍ତି, ଯାହା ପରମେଶ୍ୱର ଇଚ୍ଛା କରନ୍ତି। କିନ୍ତୁ ଯେତେବେଳେ କଇନ ପ୍ରକୃତିରେ ଛିଡା ହେଲା ପ୍ରଭୁଙ୍କ ସମ୍ମୁଖରେ, ତ କଇନ କଣ ନେଇକି ଛିଡା ହେଲା? ସେ ଭୂମିର ଉତ୍ପନ୍ନ ଫଳ ନେଇକି ପ୍ରଭୁଙ୍କ ସମ୍ମୁଖରେ ଛିଡା ହେଲା। ଏ ଭୂମିର ଉତ୍ପନ୍ନ ଫଳ ହଉଛି ଆଦି ପୁସ୍ତକ 3 ପର୍ବରେ ପରମେଶ୍ୱର କଣ କହିଛନ୍ତି? ସାପକୁ ପ୍ରକୃତିରେ ଅଭିଶାପ ଦେଲା, କହିଲେ ତୁମେ କଣ ଖାଇବ ଲେଖା ହେଇଛି, ଟିକେ ଆପଣମାନେ ଦେଖନ୍ତୁ। ଆଦି ପୁସ୍ତକ 3 ପର୍ବ ବାକ୍ୟ ଟିକେ ଯାଆନ୍ତୁ। 14 ପଦ ଆଉ 15 ପଦ ଟିକେ ଦେଖିବା। ତହୁଁ ସଦାପ୍ରଭୁ ପରମେଶ୍ୱର ସର୍ପ କହିଲେ, ଏହି କାର୍ଯ୍ୟ କରିବା ହେତୁରୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ବନ୍ୟ ପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ। ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜୀବନ ଧୂଳି ଖାଇବ। ଆଉ ତୁମ୍ଭେ ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ତାଙ୍କ ବଂଶ ମଧ୍ୟରେ ବୈର ଭାବ ଜନ୍ମେଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମେ ତାହାଙ୍କ ଗୋଇଠିକି ଆଘାତ କରିବ। ତ ଏଇଟା ହଉଛି ଗୋଟେ ବାକ୍ୟ। ଆଁ, ପରମେଶ୍ୱର କହିଲେ, କଣ ବୋଲି କହିଲେ? ତୁମେ ଏହି କାର୍ଯ୍ୟ କରିବା ହେତୁରୁ ଅଧିକ ଶାପଗ୍ରସ୍ତ ହେଲ। ଆଁ, ଅଧିକ ଶାପଗ୍ରସ୍ତ ହେଲ ଲେଖାଇଛି। ତୁମେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜୀବନ ଧୂଳି ଧୂଳି ଖାଇବ ଲେଖାଇଛି। ତ ଧୂଳି, ଧୂଳି ମାନେ ଧୂଳିକୁ ଖାଇବା ପାଇଁ କାହାକୁ ଦିଆହେଇଛି? ସର୍ପକୁ। ସର୍ପ ଭିତରେ କିଏ ଅଛି? ଶୈତାନ। ତା ମାନେ ପରମେଶ୍ୱର ନାଇଁ କି ଏ ଧୂଳି ହଉଛି ଶରୀରକୁ ବୁଝଉଛି। ତ କୋଇନ ଯେତେବେଳେ ଛିଡା ହେଲେ, ଇଏ କୋଉ ପ୍ରକାର ଫଳ ନେଇକି ଗଲେ? ଭୂମିର ଉତ୍ପନ୍ନ ଫଳ ନେଇକି ପରମେଶ୍ୱରଙ୍କ ସମ୍ମୁଖରେ ଛିଡା ହେଲେ। ତ ଆମେ ଯଦି ଆଉ ଗୋଟେ ବାକ୍ୟକୁ ଦେଖିବା, ଆ ଟିକେ ଦେଖନ୍ତୁ, ଏ 3 ପର୍ବର ହିଁ 18 ପଦ ଦେଖନ୍ତୁ। ତହିଁରେ କଣ୍ଟା ଗୋଖରା ଗଛ ଜାତ ହେବ, ପୁଣି ତୁମ୍ଭେ କ୍ଷେତ୍ରରେ ଶାକ ଭୋଜନ କରିବ। ତ ଏ ଜାଗାରେ କଣ ଲେଖା ହେଇଛି? କଣ୍ଟା ଗୋଖରା ଜାତ ହବ ଲେଖା ହେଇଛି। ଭାଇ ଭଉଣୀ, ଆମେ ଚିନ୍ତା କରିବା, ଯୋଉ ଜାଗାରେ କଣ୍ଟା ଗୋଖରା ଗଛ ଅଛି, ତ ଜଣେ ମନୁଷ୍ୟ ସେ ଜାଗାରେ କଣ ଆରାମସେ ପାଦ ପକେଇ ପାରିବ କି? ସେ ଜାଗାରେ କଣ ମନୁଷ୍ୟର ବିଶ୍ରାମ ଆସିବ କି? ସେ ଜାଗାରେ ସତରେ ମନୁଷ୍ୟ କଣ ବିଶ୍ରାମ କରିପାରିବ କି? କେବେ ବି ନାହିଁ। କିନ୍ତୁ ଇଏ କହିଲେ, ଯେତେବେଳେ ପ୍ରଭୁଙ୍କ ସମ୍ମୁଖରେ ଛିଡା ହେଲା, ଇଏ କୋଉ ପ୍ରକାର ନୈବେଦ୍ୟ ନେଇକି ଛିଡା ହଉଛି? ଭୂମିର ଉତ୍ପନ୍ନ ଫଳ। ତା ମାନେ ପରମେଶ୍ୱର ଯାହା ଅଭିଶାପ ଦେଇ ଅଛନ୍ତି, ସେ ଅଭିଶପ୍ତର ଫଳ ପ୍ରକୃତିରେ ପରମେଶ୍ୱରଙ୍କୁ ଦେବା ପାଇଁ ଚାହୁଁଛି। ତ ପରମେଶ୍ୱର କଣ ଅଭିଶପ୍ତର ଫଳ କଣ ଗ୍ରହଣ କରିବେ କି? ସେଥିପାଇଁ ପରମେଶ୍ୱର ଯେତେବେଳେ ଦେଖିଲେ, ଇଏ କଇନ ଜଣେ ଲୋକ ବେଶୀ ଉଚ୍ଚା ହୃଦୟ ନେଇକି ପ୍ରକୃତିରେ ବଞ୍ଚୁଛି। ଇଏ ଜଣେ ଲୋକ କେବେ ମଧ୍ୟ ଆଦମ ଠାରୁ କେବେ ଶୁଣି ନାହିଁ। ଯଦ୍ୟପି ଏ ଜଣେ ଲୋକ ଶୁଣିଲା, କିନ୍ତୁ ହୃଦୟରେ କେବେ ମଧ୍ୟ ବାକ୍ୟକୁ କେବେ ଜାଗ୍ରତ କଲା ନାହିଁ। ସେଥିପାଇଁ ପରମେଶ୍ୱର ଯେତେବେଳେ କଇନକୁ ଦେଖୁଛନ୍ତି, ଏ ପ୍ରକାର ଭାବରେ କଇନକୁ ପରମେଶ୍ୱର ଦେଖୁଅଛନ୍ତି। ସେଥିପାଇଁ କଇନ ଯେତେବେଳେ ଦେଲା, ପରମେଶ୍ୱର ସିଧାସଳଖ ତାର ନୈବେଦ୍ୟକୁ ରିଜେକ୍ଟ କଲେ। କିନ୍ତୁ ଆମେ ଯଦି ହେବଲର ନୈବେଦ୍ୟକୁ ଦେଖିବା, ହେବଲର ନୈବେଦ୍ୟ ପରମେଶ୍ୱର ଗ୍ରହଣ କଲେ ଲେଖା ହେଇଛି। ହେବଲକୁ ମଧ୍ୟ ଗ୍ରହଣ କଲେ ଲେଖା ହେଇଛି। ତ ହେବଲ କୋଉ ପ୍ରକାର ନୈବେଦ୍ୟ ଦେଉଛନ୍ତି? ଆଁ? ବାଇବଲରେ ଯଦି ଆମେ ଦେଖିବା, ଏବ୍ରି ପୁସ୍ତକ 9 ପର୍ବର 22 ପଦରେ ଲେଖା ହେଇଛି, କଣ ବୋଲି ଲେଖାଯାଇଛି? ଏବ୍ରି ପୁସ୍ତକ 9 ପର୍ବ, ଟିକେ ଯାଆନ୍ତୁ ସମସ୍ତେ। ଏବ୍ରି ପୁସ୍ତକ 9 ପର୍ବ 22 ପଦ ଦେଖିବା। 9 ପର୍ବର 22 ପଦ। ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ, ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ତା ମାନେ ହେବଲ ଜଣେ ଲୋକ ଯିଏକି ଏକ୍ଜାକ୍ଟ ପରମେଶ୍ୱରଙ୍କ ଇଚ୍ଛାକୁ ଜାଣିଛନ୍ତି। ତା ମାନେ ଇଏ ହେଉଛନ୍ତି ଜଣେ ଲୋକ ଯିଏକି ଆଦମଙ୍କର କଥା ଭଲରେ ଶୁଣି ଅଛନ୍ତି। ସେଥିପାଇଁ କଇନ ହେବଲ କୋଉ ପ୍ରକାର ନୈବେଦ୍ୟକୁ ନେଇକି ଯାଉଛନ୍ତି? ପ୍ରଥମ ଜାତ କେତେକ ମେଷମାନଙ୍କର ରକ୍ତ ମେଦକୁ ନେଇକି ଗଲେ ଲେଖା ହେଇଛି। ସେଥିପାଇଁ ପରମେଶ୍ୱର ଯେତେବେଳେ ଦେଖିଲେ ହେବଲର ନୈବେଦ୍ୟ, ପରମେଶ୍ୱର ବେଶୀ ଖୁସି ହେଲେ। ସେ ସମୟରେ ନୈବେଦ୍ୟ ହେବଲର ଗ୍ରହଣ କଲେ ପରମେଶ୍ୱର, ଆଉ ହେବଲକୁ ମଧ୍ୟ ଗ୍ରହଣ କଲେ। ତ ହେବଲ ଯେତେବେଳେ ପରମେଶ୍ୱରଙ୍କର ନୈବେଦ୍ୟ, ପରମେଶ୍ୱର ଯେତେବେଳେ ହେବଲର ନୈବେଦ୍ୟ ଗ୍ରହଣ କଲେ,
ତ କଇନ କେମିତି ଭାବିଥିବ, ଆରେ ମୋର ଭାଇର ନୈବେଦ୍ୟ ପରମେଶ୍ୱର ଗ୍ରହଣ କଲେ, ମୋର ଗ୍ରହଣ କଲେ ନାହିଁ। ଆଁ? ତ କଣ କରିବି କହିକି ଏ ବହୁତ ଚିନ୍ତାରେ ପଡିଥିବ। ଚିନ୍ତା ଦ୍ୱାରା ଧରା ଯାଇଥିବ, ଅନେକ ଗୁଡ଼ିଏ ଚିନ୍ତା ତା ପାଖରେ ଆସିଥିବ। ତ କଣ କଲେ ମୁଁ ପରମେଶ୍ୱର ସନ୍ତୁଷ୍ଟ ହେବେ, କଣ କଲେ ମୁଁ ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପାଇବି, କଣ କରିବା ଦରକାର ସିଏ ଚିନ୍ତା କରିଥିବ। କିନ୍ତୁ ୟା ପାଖରେ ଏତେ ଚିନ୍ତା ତା ପାଖରେ ଷ୍ଟ୍ରଙ୍ଗ ହେଇଗଲା, ଇଏ ନାଇଁ କି ଗୋଟେ ସମୟରେ ହେବଲୋକ ପ୍ରଭୃତିରେ ଆକ୍ରମଣ କରୁଛି ଆଉ ବଧ କରୁଛି। ତ ହେବଲକୁ ବଧ କଲା ପରେ କଇନ ପ୍ରକୃତିରେ କିଛି ନ ଜାଣିଲା ପରି ଅଛି। ଗୋଟେ ଦିନ ପରମେଶ୍ୱର ଆସିଲା, ପଚାରିଲେ, କଇନ ତୋର ଭାଇ ହେବଲ କୋଉ ଜାଗାରେ ବୋଲି ପଚାରିଲେ। ତ ସେ ସମୟରେ କଇନ କଣ ଉତ୍ତର ଦେଲା, ମୁଁ କଣ ମୋର ଭାଇର ରକ୍ଷକ? ମୁଁ କଣ ତାକୁ ଜଗିଛି? ସେ କୁଆଡେ ଥିବ କୁଆଡେ ନାହିଁ କିଏ ଜାଣିଛି? ମୁଁ ମୋର ଭାଇକୁ କଣ ସଦାବେଳେ ଜଗିକି ଅଛି ବୋଲି କହୁଛି। ତା ମାନେ କଣ, ସେ ଜଣେ ଲୋକ ଅ ହେବଲୋକ ମାରିଛି, କିନ୍ତୁ ସେ ନିଜକୁ କଣ ବୋଲି ମନେ କରୁଛି, ମୁଁ ନିର୍ଦ୍ଦୋଷୀ, ମୁଁ କିଛି ଅପରାଧ କରିନାହିଁ, ଆଁ? ମୁଁ ହତ୍ୟାକାରୀ ନାହିଁ କହିବା ପାଇଁ ଚାହୁଁଛି ସେ। କିନ୍ତୁ ପରମେଶ୍ୱର କଣ କହିଲେ, କଇନ ତୋର ଭାଇର ରକ୍ତ ଭୂମିର ଡାକ ପକଉଛି ବୋଲି କହିଲେ। ତ ସେ ସମୟରେ କଇନ କଣ ଜାଣିଲା, ଆରେ ମୁଁ ଭାବୁଥିଲି ପରମେଶ୍ୱର ଦେଖି ନାହାନ୍ତି, ଜାଣି ନାହାନ୍ତି, କିନ୍ତୁ ପରମେଶ୍ୱର ମତେ ଦେଖିଛନ୍ତି, ମୋ ବିଷୟରେ ସବୁ କିଛି ଜାଣିଛନ୍ତି। ସେଥିପାଇଁ ଭାଇ ଭଉଣୀ ମାନେ, ଆମେ ଯେତେବେଳେ ଆତ୍ମିକ ଜୀବନ ବଞ୍ଚୁଛୁ, ମଣ୍ଡଳୀ ଭିତରକୁ ଯେତେବେଳେ ଆସୁଛୁ, ତ ଆମର ହୃଦୟ କି ପ୍ରକାର ଅଛି, ଆମେ ଅଧିକାଂଶ ସମୟରେ ଆମେ ଲୁଚିକି ବଞ୍ଚୁଛୁ। ରିଏଲ ହୃଦୟ ଆମେ କେବେ ମଧ୍ୟ ପ୍ରକାଶ କରୁନୁ ଚର୍ଚ୍ଚରେ। ମୋର ରିଏଲ ହୃଦୟ କେମିତି ଅଛି, ଆମେ କେବେ ମଧ୍ୟ ସେ ରିଏଲ ହାର୍ଟ ନେଇକି ଆମେ କେବେ ବି ଛିଡା ହଉନୁ। ଆମେ କେମିତି ଛିଡା ହଉଛୁ ଜାଣିଛନ୍ତି? ଡିମ୍ବିଳି ଗଛର ପତ୍ର ସିଲେଇକି ଘାଗରା ବନେଇକି ପିନ୍ଧିକି, ଆଦମ ହବା ଯେମିତି ପ୍ରଭୁଙ୍କ ସମ୍ମୁଖରେ ଛିଡା ହଉଛନ୍ତି, ଆମେ ସେମିତି ମଣ୍ଡଳୀ ଭିତରେ ଉପରେ ଦେଖିଲେ ବେଶୀ ବଢିଆ, କଥା ବଢିଆ, କିନ୍ତୁ ଭିତରେ କଣ, ନିଆଁ ପରି କିଛି ଗୋଟେ ସେ ଜଳୁଛି। ସେଥିପାଇଁ ଆମ ଭିତରେ ସେ ପ୍ରକାର ବିଷୟ ଯେତେବେଳେ ଅଛି ଆମ ଭିତରେ, ଆମେ ଯେତେ ବାକ୍ୟ ଶୁଣିଲେ ମଧ୍ୟ ସେ ବାକ୍ୟ ଆମ ପାଇଁ କେବେ ବି ଶକ୍ତି ହେଇପାରିବ ନାହିଁ। ସତରେ ହୁଁ। ସେ ବାକ୍ୟ ଆମ ପାଇଁ କେବେ ବି ଶକ୍ତି ହେଇକି କାର୍ଯ୍ୟ କରିପାରିବ ନାହିଁ। କିନ୍ତୁ ସେ ବାକ୍ୟ ଆମ ପାଇଁ କଣ ହବ ଜାଣିଛନ୍ତି? ସେ ବାକ୍ୟ ଆମ ପାଇଁ କେବଳ ଜ୍ଞାନ ହେଇଯିବ, ଆମେ ଖାଲି ଜ୍ଞାନ ପାଇବୁ, ଆଉ ଜ୍ଞାନ ଦ୍ୱାରା ଚର୍ଚ୍ଚରେ ବହୁତରେ ବଢିବୁ। କିନ୍ତୁ ଜ୍ଞାନ ବୃଦ୍ଧି ହେଇଗଲେ କଣ ହବ ଜାଣିଛନ୍ତି? ଉଁ? ଜ୍ଞାନ ବୃଦ୍ଧି ହେଇଗଲେ ଆମେ ମୂର୍ଖ ହେଇଯିବୁ। ଅଧିକ ଆମ ପାଖରେ ଜ୍ଞାନ ହେଲେ ଆମେ ଶୁଣି ପାରିବୁ ନାହିଁ। ସେଥିପାଇଁ କଇନ ଜଣେ ଲୋକ ଯିଏକି ଇଏ ବେଶୀ ଜ୍ଞାନୀ ଲୋକ ଇଏ। ସେଥିପାଇଁ ଇଏ ଜଣେ କେବେ ମଧ୍ୟ ଆଦାମଙ୍କର କଥା ଶୁଣି ପାରିଲା ନାହିଁ। କେବେ ମଧ୍ୟ ଇଏ ଜଣେ ଲୋକ ଆଦମ ଯାହା ମଧ୍ୟ କହିଲେ, ଏ ଗୋଟେ ଥର ମଧ୍ୟ କଣ କରିନାହାନ୍ତି ଜାଣିଛନ୍ତି? ହଁ କହିକି କେବେ ମଧ୍ୟ ବଞ୍ଚି ନାହାନ୍ତି। ସତରେ ଆମେ ପରିତ୍ରାଣ ପାଇଲା ପରେ ଆମ ଜୀବନରେ ଯୋଉ ସମସ୍ୟା ଅଛି, କଷ୍ଟକର ବିଷୟ ଅଛି ବୋଲି ଆମେ କହୁଛୁ, ତ କଣ କଷ୍ଟକର, କଣ ସମସ୍ୟା ଆକ୍ଚୁଆଲି? ଆମେ ନିଜର ହୃଦୟକୁ ପ୍ରତିଫଳିତ କରି ନ ପାରୁଥିବାଟା ହଉଛି ବେଶୀ ବଡ ସମସ୍ୟା। ସତରେ ମଣ୍ଡଳୀ ଭିତରେ ମଧ୍ୟ ଦୁଇ ପ୍ରକାର ଲୋକ ପ୍ରକୃତିରେ ବଞ୍ଚୁ ଅଛନ୍ତି। ଜଣେ ଲୋକ ମନ ପରିବର୍ତ୍ତନ କରିକି, ଆଉ ଜଣେ ଲୋକ ମନ ପରିବର୍ତ୍ତନ ନ କରିକି। ଆଁ? ସେଥିପାଇଁ ଯୋଉ ଲୋକମାନେ ମନ ପରିବର୍ତ୍ତନ ନ କରିକି ବଞ୍ଚୁଛନ୍ତି, ସେମାନେ ଦେଖାଯାଉଛନ୍ତି ଧାର୍ମିକତାର ବସ୍ତ୍ର ପିନ୍ଧିଥିଲା ପରି, କିନ୍ତୁ ସେମାନଙ୍କ ଭିତରେ କୋଉ ପ୍ରକାର ବସ୍ତ୍ର ଅଛି? ଡିମ୍ବରି ଗଛର ବସ୍ତ୍ର ଅଛି। ଡିମ୍ବରି ଗଛର ବସ୍ତ୍ରକୁ ଧରିକି ଲୋକ କଣ କହିବା ପାଇଁ ଚାହୁଁଛନ୍ତି? ଏଇଟା ପରମେଶ୍ୱରଙ୍କର ଧାର୍ମିକତା କହିବା ପାଇଁ ଚାହୁଁଛନ୍ତି। କିନ୍ତୁ ପରମେଶ୍ୱର ଡିମ୍ବରି ଗଛର ପତ୍ରର ଧାର୍ମିକତାକୁ ନେଇକି କେବେ ଖୁସି ହଉନାହାନ୍ତି। ସେଥିପାଇଁ ପରମେଶ୍ୱର ଆଦମକୁ ଡିମ୍ବରି ଗଛର ପତ୍ର ପରିବର୍ତ୍ତେ ଚରମର ବସ୍ତ୍ର ଦଉଛନ୍ତି। ଉଁ? ତ ଚରମର ବସ୍ତ୍ର କେବେ ବି ଚିରିବ ନାହିଁ, ଚରମର ବସ୍ତ୍ର କେବେ ମଧ୍ୟ ନଷ୍ଟ ହବ ନାହିଁ। ସେଥିପାଇଁ ପରମେଶ୍ୱରଙ୍କର ବାକ୍ୟ ଯେତେବେଳେ ଆମ ଜୀବନରେ ସ୍ଥାପନ ହଉଛି, ସେ ବାକ୍ୟ କେବେ ମଧ୍ୟ ଜ୍ଞାନ ହେଇପାରିବ ନାହିଁ। ସେ ବାକ୍ୟ କେବେ ମଧ୍ୟ କାର୍ଯ୍ୟ ନ କରିକି କେବେ ମଧ୍ୟ ଫେରି ପାରିବ ନାହିଁ। ଯଦି ଆମେ ବାକ୍ୟ ଶୁଣୁଛୁ, ବାକ୍ୟ ସମ୍ମୁଖକୁ ଆସୁଛୁ, ଯଦି ଆମ ହୃଦୟରେ ଯଦି ସେ ବାକ୍ୟ କାର୍ଯ୍ୟ କରିପାରୁନାହିଁ, ବର୍ତ୍ତମାନ ମଧ୍ୟ ଆମେ ଯଦି ନିଜର ଚିନ୍ତାକୁ ଧରିକି ରଖିଛୁ, ତେବେ ଆମେ ଜଣେ ଲୋକ, କୋଉ ପ୍ରକାର ଲୋକ, ବହୁରୂପ ଏଣ୍ଡୁଅ ପରି ପ୍ରକୃତିରେ ବଞ୍ଚୁଛୁ। ଆଉ ସିଜନ ଅନୁସାରେ ଆମର କଲରଫୁଲ ହଉଛି। ବର୍ଷା ହେଲେ ବର୍ଷା, ଆଁ? ଆମର ଯେତେବେଳେ ଆମେ ଗ୍ରୀନ ଗ୍ରୀନ ଜାଗାରେ ଅଛୁ, ଗ୍ରୀନ କଲର ହଉଛି। ଆଁ? ଧଳା ହେଲେ ଧଳା, କଳା ଜାଗାରେ ହେଲେ କଳା। ତ ଏଣ୍ଡିଓ ନାହିଁ କି, ବହୁରୂପ ଏଣ୍ଡିଓ ସେ।
ତ ଆମର ମନ ଯଦି ସେ ପ୍ରକାର ଅଛି, ଆମର ହୃଦୟ ଯଦି ସେ ପ୍ରକାର ଅଛି, ତେବେ ଆମ ପାଖରେ ଯୋଉ ଆମେ ବାକ୍ୟ ଯୋଉଟା ଜାଣିଛୁ, ସେ ବାକ୍ୟ ଜ୍ଞାନ କେବଳ। ସେଥିପାଇଁ ଏ କହିନୁ ନାହିଁ କି ଖାଲି ଜ୍ଞାନରେ ପରିପୂର୍ଣ୍ଣ ଅଛନ୍ତି, ହେବଲ ନାହିଁ କି ସେ ବୁଦ୍ଧିମାନ ସହିତ କାମ କଲେ। ସେଥିପାଇଁ ହେବ ଲୋକ ନାହିଁ କି ବୁଦ୍ଧିମାନ ବୁଦ୍ଧିମାନ ଲୋକ ବୋଲି ବହୁତରେ ଧରାଯାଏ। ସେଥିପାଇଁ ଭାଇ ଭଉଣୀ ମାନେ, ସତରେ ଆଜି ଆମେ ମାଥି ପୁସ୍ତକ 25 ବାକ୍ୟକୁ ପଢିଲୁ। ଏଠି ବିଦେଶକୁ ଯାତ୍ରା କରୁଥିଲେ ଜଣେ ମାଲିକ, ଆସିଲେ ଆଉ ଏଠି ତୋଡ଼ା ଦେଲେ। ହୁଁ? ଟିକେ ଚାଲନ୍ତୁ ଆଉ ଥରେ ଫେରିବା ସେ ଜାଗାକୁ। ମାଥି ପୁସ୍ତକ 25 14 ପଦ, କାରଣ ବିଦେଶକୁ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଯେପରି ଆପଣା ଦାସମାନଙ୍କୁ ଆହ୍ୱାନ କରି ସେମାନଙ୍କ ହସ୍ତରେ ନିଜର ସର୍ବସ୍ୱ ସମର୍ପଣ କଲେ, ସ୍ୱର୍ଗରାଜ ସେପରି। ସେ ଜଣକୁ 5 ତୋଡ଼ା, ଅନ୍ୟକୁ 2 ତୋଡ଼ା, ଆଉ ଜଣକୁ 1 ତୋଡ଼ା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ। ତ ଏଇ ଜାଗାରେ ଜଣେ ବିଦେଶକୁ ଯାତ୍ରା କରୁଥିବା ମାଲିକ ଆସିଲେ, ଆଉ ସେମାନଙ୍କର ଶକ୍ତି ଅନୁସାରେ, ସେମାନଙ୍କର ସକ୍ଷମ ଅନୁସାରେ ସେମାନଙ୍କୁ ତୋଳା ଯାଉଛନ୍ତି ଆଉ ଯାତ୍ରା କରୁଛନ୍ତି। ତ ମାଲିକର ଇଚ୍ଛା କଣ? ଏ ତୋଡ଼ାକୁ ନେଇକି ତମେ ବିଜନେସ କର, ଏଇଟା ହଉଛି ମାଲିକର ଇଚ୍ଛା। ନାଇଁ, ତୋଡ଼ାକୁ ନେଇକି ତମେ ମାଟି ଭିତରେ ଯାଇକି ପୋତ ବୋଲି ମାଲିକର ଇଚ୍ଛା। ମାଲିକର ଇଚ୍ଛା କେବେ ମଧ୍ୟ ନାହିଁ ତମେ ଯାଇକି ଏଟାକି ପୋତିକି ରଖ। ତମେ ମୁଁ ଆସିଲେ ଏଇଟା ମତେ ସମାନ ତୋଡ଼ାକୁ ମତେ ରିଟର୍ଣ କର, ଏଇଟା କେବେ ମଧ୍ୟ ମାଲିକର ହୃଦୟ ନାହିଁ। ମାଲିକର ହୃଦୟ ହଉଛି ଏ ତୋଡ଼ାକୁ ନେଇକି ତମେ ବିଜନେସ କର। ଭାଇ ଭଉଣୀ, ଆମେ ପରିତ୍ରାଣ ପାଇଲା ପରେ ଆମେ କାହିଁକି ପାପରେ ପଡୁଛୁ ଜାଣିଛନ୍ତି? ଆମେ କେବେ ଗସ୍ପେଲ ପ୍ରଚାର କରୁନୁ, ବାକ୍ୟ ପ୍ରଚାର କରୁନୁ। ସେଥିପାଇଁ ଆମେ ପ୍ରକୃତିରେ କଷ୍ଟ ପାଉଛୁ। ଆଜି ଜଣେ ଭଉଣୀ ମତେ ଫୋନ କଲେ, ଆଉ ତାଙ୍କର ହାର୍ଟ ମୋ ଭିତରେ ସେୟାର କଲେ। ଆଁ? ସେ କଣ କହିଲେ ଜାଣିଛନ୍ତି? ଫାଷ୍ଟ ଆମେ ଗୋଟେ ସମୟ ଥିଲା, ଆମେ ବହୁତ ଖୁସି ଥିଲୁ, କିନ୍ତୁ ଏ ସମୟରେ ଯେତେବେଳେ ଆମେ ଦେଖୁଛି ମୋର ସ୍ୱାମୀର ହୃଦୟ ପ୍ରକୃତିରେ ଅଲଗା ଅଛି। ଆଁ? ମୋର ସ୍ୱାମୀର ହୃଦୟ ଅଲଗା ଅଛି। ସେ ନୂଆ ଫୋନ ଗୋଟେ କିଣିଛନ୍ତି, ଆଉ ଗୋଟେ ଝିଅକୁ କଥା ହଉଛନ୍ତି ବୋଲି କହି। ତ ମୁଁ ବେଶୀ ମାନେ ସକ୍ ହେଲି, ଆରେ କେମିତି ଏମିତି ହବ? ଆଁ? ମୁଁ ବୁଝିପାରିଲି ନାହିଁ। ଫାଷ୍ଟ ମୁଁ ଗ୍ରହଣ କରିପାରିଲିନି। ତମେ ସତ କହୁଛ କି? ମୁଁ କହିଲି, ତମେ ସତ କହୁଛ କି? ମୁଁ 2-3 ଥର ପଚାରିଲି, କାହିଁକି ଯୋଉ ଭାଇ ବିଷୟରେ ମୁଁ ଶୁଣିଲି, ମୁଁ କେବେ ବି ସେମିତି ଭାବି ପାରିବି ନାହିଁ। କିନ୍ତୁ ଆଜି ସେ ଭଉଣୀ କହୁଥିଲେ, କାନ୍ଦି କାନ୍ଦି ମତେ ଫୋନ ଫୋନ କଲେ, ଆଉ କହିଲି, ପାଷ୍ଟର ମୋର ସ୍ୱାମୀ ଆଉ ଗୋଟେ ସ୍ତ୍ରୀକୁ କହୁଥିଲେ କଥା ହଉଛନ୍ତି। ମଝିରେ ଯେତେବେଳେ ଜଣା ପଡିଲା, ଆମେ ପାଷ୍ଟରଙ୍କ ଦ୍ୱାରା ଫେଲୋସିପ ପାଇଲୁ, ସୌଭାଗ୍ୟତା ପାଇଲୁ। ତ ମୁଁ ଭାବିଲି ସେ ତାର ବନ୍ଦ ହେଲା, ଚର୍ଚ୍ଚରେ ମଧ୍ୟ ସେ ସାକ୍ଷ୍ୟ ଦେଲେ। ମତେ ଲାଗିଲା କି ସେ ଭାଇ ମୋର ସ୍ୱାମୀ ଚେଞ୍ଜ ହେଇଗଲେ, ସାକ୍ଷ୍ୟ ଦେଲେ ଚର୍ଚ୍ଚରେ, କହିକି ଭାବୁଥିଲି। କିନ୍ତୁ ମୁଁ କାଲି ହଠାତରେ ଆମର ବେଗ ଯାକ କଣ କଣ ଏମିତି କଢାକଢି କଲା ବେଳକୁ ହଠାତରେ ନୂଆ ଫୋନ ଗୋଟେ ଦେଖିଲି, ଲୁଚେଇକି ରଖିଛନ୍ତି। ତ ନୂଆ ଫୋନ କାହିଁକି ରଖିଛନ୍ତି? କାହିଁକି ସେ ଫୋନ ଦ୍ୱାରା ସେ ସ୍ତ୍ରୀ ଲୋକକୁ ସେ କଥା ହଉଛନ୍ତି। ଆଉ ମତେ ଚର୍ଚ୍ଚକୁ ଅଧିକାଂଶ ସମୟରେ ପଠଉଛନ୍ତି, ତୁ ଯା ଚର୍ଚ୍ଚକୁ ଯା, ଚର୍ଚ୍ଚରେ ପହଞ୍ଚେ ବୋଲି। ତ ମୁଁ ବେଶୀ ବେଳେ ବେଳେ ଭାବୁଥିଲି, ମୋର ସ୍ୱାମୀ ବେଶୀ ବଢିଆ, ଚର୍ଚ୍ଚକୁ ପଠଉଛନ୍ତି। ଅନ୍ୟ ଅନ୍ୟ ଭଉଣୀ ମାନେ ନିଜର ସ୍ୱାମୀକୁ ଫାଇଟିଂ କରିକି ଚର୍ଚ୍ଚକୁ ଆସୁଛନ୍ତି, କିନ୍ତୁ ମୋର ସ୍ୱାମୀ କେତେ ବଢିଆ। ସେ ବିନା ଚିନ୍ତାରେ ଚର୍ଚ୍ଚ ଯିବି କହିଲେ ମତେ ଠିକ ଅଛି ଯା ବୋଲି କହୁଛନ୍ତି। କିନ୍ତୁ ମୁଁ କେବେ ମଧ୍ୟ ମୋର ସ୍ୱାମୀକୁ ଡାଉଟ୍ କଲି ନାହିଁ। ମୁଁ ସଦାବେଳେ ବିଶ୍ୱାସ କରିକି ବଞ୍ଚିକି ଆସିଲି। କିନ୍ତୁ ଏ ସମୟରେ ଦେଖୁଛି ମୋର ସ୍ୱାମୀ ପ୍ରତି ମୁଁ କେବେ ବି ବିଶ୍ୱାସ କରିପାରୁନାହିଁ। ତ ଆମ ପାଖରେ ବେଶୀ କଷ୍ଟ ଅଛି ବୋଲି ସେ କାନ୍ଦୁଥିଲେ। ତ ମୁଁ ମୋର ହୃଦୟରେ ଯେତେବେଳେ ଦେଖିଲି, ମୁଁ ବେଶୀ ଧନ୍ୟବାଦ ହେଲି ଗୋଟେ ସାଇଡରେ। ତ କାହିଁକି ଧନ୍ୟବାଦ ହେଲି? ସେ ଭଉଣୀଙ୍କ ପ୍ରତି ଧନ୍ୟବାଦ ହେଲି କି ସେ ଭାଇଙ୍କ ପ୍ରତି ନାହିଁ। ମୁଁ ନିଜ ବିଷୟରେ ଚିନ୍ତା କରି ମୁଁ ବେଶୀ ଧନ୍ୟବାଦ ହେଲି। ସତରେ ମୁଁ ବି ଯଦି ସେ ଜାଗାରେ ଥାନ୍ତି ହେଲେ, ମୁଁ ମଧ୍ୟ ଜଣେ ଲୋକ ସେ ପ୍ରକାର ଜୀବନ ପ୍ରକୃତିରେ ମୁଁ ବଞ୍ଚିଥାନ୍ତି। କିନ୍ତୁ ପରମେଶ୍ୱର ମତେ ନାଇଁକି ଧରିଛନ୍ତି। ତ ପରମେଶ୍ୱର ଯଦି ମତେ ଧରିଛନ୍ତି, ମୁଁ ପ୍ରକୃତିରେ ଯିବା ପାଇଁ ଯେତେ ଛଟଫଟ ହଉନା କାହିଁକି, ମୁଁ କେବେ ବି ଯାଇପାରିବି ନାହିଁ। ମୁଁ ଯେତେ ବି ସେ ପ୍ରକାର କାମ କରିବା ପାଇଁ ଚାହୁଁନା କାହିଁକି, ଯଦି ପରମେଶ୍ୱର ମତେ ଧରିଛନ୍ତି, ମୁଁ କେବେ ବି ସେ ପ୍ରକାର କାର୍ଯ୍ୟ କରିପାରିବି ନାହିଁ। ମୁଁ ଫାଷ୍ଟ ବି ସେମାନଙ୍କୁ କଣ କହିଲି ଜାଣିଛନ୍ତି? ତମର ଲାଇଫରେ ତମେ ଯେତେବେଳେ ପରିତ୍ରାଣ ପାଇଲ, ତମ ଜୀବନରେ କାହିଁକି ଖୁସି ଥିଲ? ନୂଆ ନୂଆରେ ତମେ ବାକ୍ୟ ପ୍ରଚାର କରୁଥିଲ,
ଆଁ? ସେତେବେଳେ ସେ ଭାଇ ହେଇକି ଥିଲେ, ଏବେ ସେ ଡିକନ ହେଇକି ଅଛନ୍ତି। ଏବେ ତୁମ ପାଖରେ କୋଉ ପ୍ରକାର ଚିନ୍ତା ଆସେ? ଆମେ ଚର୍ଚ୍ଚର ପୁରୁଣା ଭାଇ, ପୁରୁଣା ଭଉଣୀ, ଆଗରୁ ପରିତ୍ରାଣ ପାଇଛୁ। ଆଁ? ଆମେ ଆମ ଦ୍ୱାରା ଅନେକ ଲୋକ ସୁଷମାଚାର ଶୁଣିଛନ୍ତି, ଚର୍ଚ୍ଚରେ ଜଡ଼ିତ ଅଛନ୍ତି। ସେଥିପାଇଁ ଏବେ ନାଇଁ କି ତମେ ସରଳ ଜୀବନ ବଞ୍ଚିବାଟା ଶିଖିଛ। ସରଳ ଜୀବନ ମାନେ କଣ? ପରମେଶ୍ୱର ମିଛ କହିକି ବଞ୍ଚିବାଟା ତମେ ଶିଖିଲ ଏବେ। ସେଥିପାଇଁ ତମେ ଜଣେ ଲୋକ ସୁଷମାଚାର ପ୍ରଚାର ଯଦି କରିବନି ତମେ ଧ୍ୱଂସ ହେଇଯିବ। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ତଡ଼ା ଦେଇଛନ୍ତି ବିଜନେସ୍ କରିବା ପାଇଁ, ଏ ତଡ଼ାକୁ ମାଟି ଭିତରେ ପୋତିକି ରଖିବା ପାଇଁ ନାହିଁ। ସେଥିପାଇଁ ଏଠି 5 ତଡ଼ା ପାଇଥିବା ଲୋକ ଯିଏ ଅଛି, ଇଏ କଣ ଜାଣିଲା ଜାଣିଛନ୍ତି? ଇଏ ପ୍ରଥମେ ଚିନ୍ତା କରିଥିବ, ମାଲିକ କାହିଁକି ମତେ ତଡ଼ା ଦେଲେ? ଏତଡ଼ା ମତେ କାହିଁକି କଣ କରିବାର ଅଛି? 5 ତଡ଼ା ମାନେ ଏଇଟା ବେଶୀ। କାହିଁକି ମାଲିକ ମତେ ଏତେ ବିଶ୍ୱସ୍ତ ଭାବରେ ମତେ ତଡ଼ା ପ୍ରଭୁତରେ ମୋ ହସ୍ତରେ ସମର୍ପଣ କଲେ? ତ ସେ ଚିନ୍ତା କଲେ। ଉଁ, କିନ୍ତୁ ସେ ଚିନ୍ତା କଲେ ଆଉ ସେ କଣ ପାଇଲେ? ହଁ, ଏ ମାଲିକ ତଡ଼ା ମତେ ରଖିବା ପାଇଁ ଦେଇନାହାନ୍ତି। ମାଲିକର ହୃଦୟ ଇଚ୍ଛା, ମାଲିକର ଇଚ୍ଛା ହଉଛି ମୁଁ ଯେମିତି ଏ ତଡ଼ାକୁ ପ୍ରଭୁତରେ 2 ଗୁଣ କରିବି। ଠିକ ଅଛି, ମାଲିକର ଇଚ୍ଛା ଅନୁସାରେ ମୁଁ ପ୍ରଭୁତରେ ବଞ୍ଚିବାଟା ହଉଛି ମାଲିକ ପ୍ରକୃତିରେ ଖୁସି ହେବେ। ତ ସେ ସମୟରେ ଇଏ ଜଣେ ଲୋକ ମାଲିକର ଇଚ୍ଛାକୁ ଖୋଜିକି ବଞ୍ଚିବାଟା ପ୍ରକୃତିରେ ଆରମ୍ଭ କଲେ। ତ ସେ ସମୟରେ ଇଏ ଜଣେ ଲୋକ ଯେତେବେଳେ ବିଜନେସ୍ ଷ୍ଟାର୍ଟ କଲେ, ୟା ପାଖରେ 10 ତଡ଼ା ହେଇଗଲା। ଇଏ 5 ତଡ଼ା ଆହୁରି ଅଧିକ ଲାଭ କଲେ। ତ 2 ତଡ଼ା ବାଲା ଯେତେବେଳେ ଦେଖିଲା 5 ତଡ଼ା ବାଲା 2 ତଡ଼ା 2 ଗୁଣ ଲାଭ କଲେ, 2 ତଡ଼ା ବାଲା ମଧ୍ୟ 5 ତଡ଼ା ବାଲାର ହୃଦୟକୁ ଅନୁଗମନ କଲା। ଆଉ ସେ ମଧ୍ୟ ଯାଇକି ଯେତେବେଳେ ବ୍ୟବସାୟ କଲେ, ଇଏ ମଧ୍ୟ 2 ଗୁଣ ଅଧିକ ପାଇଲେ। ୟା ପାଖରେ 4 ଗୁଣ ରହିଲା, ସେ ଲୋକ 5 ତଡ଼ା ବାଲା ପାଖରେ 10 ତଡ଼ା ରହିଲା। ଏମାନେ ନାଇଁ କି ସତରେ ମାଲିକର ହୃଦୟ ନେଇକି ପ୍ରକୃତିରେ ବଞ୍ଚିବାଟା ଆରମ୍ଭ କଲେ। ସତରେ ଭାଇ ଭଉଣୀ ମାନେ, ଆମେ ଯେତେବେଳେ ଚର୍ଚ୍ଚ ଭିତରେ ବଞ୍ଚୁଛୁ, ବାକ୍ୟ ଆମେ ଶୁଣୁଛୁ କେମିତି? ଆମେ ଶୁଣୁଛୁ ଆଉ କେମିତି ଆମ ହୃଦୟରେ ସେଇଟା କାର୍ଯ୍ୟ କରୁଛି? ଆମେ ଯେମିତି ଶୁଣୁଛୁ ସେଇଟା ସେମିତି କାର୍ଯ୍ୟ କରିବ। ଯଦି ଗୋଟେ ବାକ୍ୟକୁ ଆମେ ଯଦି ହଁ ଏ ବାକ୍ୟ ମୁଁ ଜାଣିଛି କହିଲେ, ସେଟା ଜାଣିବା ଜ୍ଞାନ ଅନୁସାରେ ସ୍ଥାପନ ହବ। ତ ଯଦି ଆମେ ଗୋଟେ ବାକ୍ୟକୁ ଶୁଣିବୁ, ହଁ ଏ ବାକ୍ୟ ମୋ ପାଇଁ ଜୀବନ, ଏ ବାକ୍ୟ ଯଦି ମୁଁ ଶୁଣିବି ନାହିଁ, ଏ ବାକ୍ୟ ଯଦି ମୋ ହୃଦୟରେ ସ୍ଥାପନ ହବ ନାହିଁ, ମୋର ହୃଦୟରେ ଯଦି ମାଲିକର ଇଚ୍ଛା ଯଦି ସ୍ଥାପନ ହବ ନାହିଁ, ତେବେ ମୁଁ ଜଣେ ଲୋକ ଧ୍ୱଂସ ହେବି। ତେବେ ସେ ବାକ୍ୟ କେମିତି ହେଇକି ଆସିବ ଜାଣିଛନ୍ତି? ସେ ବାକ୍ୟ ନାହିଁ କି ଆପଣଙ୍କ ହୃଦୟରେ ଗୋଟେ ମଞ୍ଜି ହେଇକି ଆସିବ। ତ ମଞ୍ଜି ମାନେ ମଞ୍ଜିର ଶକ୍ତି ଅଛି, ଯେହେତୁ ମଞ୍ଜିରେ ତେଲ ଅଛି। ସେଥିପାଇଁ ସେ ଯୋଉ ତେଲ ଅଛି, ଯେତେବେଳେ ପାଣି ପ୍ରଭୁତି ସେ ମଞ୍ଜି ଉପରେ ବାଜିବ, ସେ ମଞ୍ଜି ନାଇଁକି ଫୁଲିଯିବ। ଫୁଲିଲା ପରେ ଅଟୋମେଟିକ ସେ ଗଜା ବାହାରିବ। ଯେତେ ଉପରେ ଟାଣ ଥାଉ ନା କାହିଁକି, ସେ ଫଟେଇକି ପ୍ରଭୁତରେ ବାହାରିକି ଆସିବ। କାହିଁକି ବାହାରିକି ଆସୁଛି ଜାଣିଛନ୍ତି? ଯେହେତୁ ସେ ମଞ୍ଜି ଭିତରେ ତେଲ ପ୍ରଭୁତରେ ଅଛି। ସେଥିପାଇଁ ଆମ ଭିତରେ ଯଦି ଅନେକ ଗୁଡ଼ିଏ ଚିନ୍ତା ଅଛି, କି ଅନେକ ଗୁଡ଼ିଏ ସମସ୍ୟା ଅଛି, କି ଆମ ଜୀବନରେ ଅନେକ ଗୁଡ଼ିଏ ଆଁ, ପରିସ୍ଥିତି ଗୁଡ଼ାକ ଅଛି, ତ ସେଇଟା ସମସ୍ୟା ନାହିଁ। ସମସ୍ୟା ହଉଛି କଣ ଜାଣିଛନ୍ତି? ସମସ୍ୟା ହଉଛି ଆମ ଭିତରେ ଈଶ୍ୱରଙ୍କ ଇଚ୍ଛା ଆଉ ଈଶ୍ୱରଙ୍କର ବାକ୍ୟ ସ୍ଥାପନ ହେଇ ନ ପାରୁଥିବାଟା। ସେଥିପାଇଁ ଏ 1 ତଡ଼ା ପାଇଥିବା ଲୋକର ହୃଦୟରେ କଣ ସମସ୍ୟା ଜାଣିଛନ୍ତି? ଇଏ ଲୁଚେଇକି ରଖିଲା, ମାଟି ଭିତରେ ପୋତିଲା, ସେଇଟା ସମସ୍ୟା ନାହିଁ। ଇଏ ଜଣେ ଲୋକ ଯେତେବେଳେ ତଡ଼ା ପାଇଲା, ଇଏ କେବେ ମଧ୍ୟ ସେଦିନ ମାଲିକର ହୃଦୟ ଗ୍ରହଣ କରିନାହିଁ। ଆମେ ବି ପରିତ୍ରାଣ ପାଇଛୁ ସତ, ହଁ, ପରିତ୍ରାଣ ପାଇଛୁ ଦେଖାଯାଉଛୁ, କିନ୍ତୁ ସତରେ ଯଦି ଆମ ହୃଦୟକୁ ଯଦି ପରୀକ୍ଷା କରାଯିବ, ଆମର ନିଜର ମଧ୍ୟ ଗୋଟେ ଇଚ୍ଛା ପ୍ରକୃତିରେ ଲୁଚିକି ଅଛି। ସେଥିପାଇଁ ଆମେ ଜଣେ ଲୋକ ପରିତ୍ରାଣ ପାଇଲା ପରେ ମଧ୍ୟ ଆମେ କେବେ ମଧ୍ୟ ମାଲିକର ଇଚ୍ଛାକୁ ଗ୍ରହଣ କରିକି ବଞ୍ଚୁନୁ। ସେଠି ମାଲିକ ମାନେ କିଏ ଜାଣିଛନ୍ତି? ସେଇଟା ହଉଛି ଯୀଶୁ ଖ୍ରୀଷ୍ଟ। ତ ମୋର ହୃଦୟରେ ଯଦି ଯୀଶୁ ଖ୍ରୀଷ୍ଟ ମାଲିକ ହେବେ, ତ ମୁଁ କେମିତି ନିଷ୍ପତ୍ତି ନେଇପାରିବି? କେମିତି ପ୍ରକୃତିରେ ମୁଁ ଯୋଜନା କରିପାରିବି? ମୋର ଯୋଜନା କେମିତି ପ୍ରକୃତିରେ ବଡ଼ ହବ? ଉଁ? ମୋର ଯୋଜନା କେମିତି ମୁଁ ପ୍ରକୃତିରେ ବଡ଼ କରିକି ପ୍ରକୃତିରେ ମୁଁ ବଞ୍ଚିବି, ହୃଦୟ ବନ୍ଦ କରିକି? ଏଁ? କିନ୍ତୁ ଆମେ ସେ ପ୍ରକାର ବଞ୍ଚୁଛୁ। ସତରେ ଆମେ ଯଦି ଚିନ୍ତା କରିବା, ପରମେଶ୍ୱର ଆମକୁ ତଡ଼ା ଦେଇକି କଣ କହିବା ପାଇଁ ଚାହୁଁଛନ୍ତି? ଏ ତଡ଼ା ହଉଛି ଈଶ୍ୱରଙ୍କର ବାକ୍ୟ, ଈଶ୍ୱରଙ୍କର ହୃଦୟ। ଆମ ପାଖରେ ଯଦି ଈଶ୍ୱରଙ୍କର ହୃଦୟ ଯଦି ଅଛି, ତେବେ ଆମେ ଈଶ୍ୱରଙ୍କ ହୃଦୟକୁ ନେଇକି ଚିନ୍ତା କରିକି ପ୍ରକୃତିରେ ବଞ୍ଚିବୁ। କିନ୍ତୁ ମୋ ପାଖରେ ଯଦି ଈଶ୍ୱରଙ୍କର ହୃଦୟ ଯଦି ନାହିଁ, ତେବେ ମୁଁ ଈଶ୍ୱରଙ୍କ ବିନା ହୃଦୟରେ ପ୍ରକୃତିରେ ବଞ୍ଚିବି। ତେବେ ମୁଁ ଜଣେ ଲୋକ କିଏ ହେବି ଜାଣିଛନ୍ତି? କଇନ ପରି ହତ୍ୟାକାରୀ ହେଇଯିବି।
ଦେଖାଯାଉଛି ମୁଁ ପ୍ରକୃତିରେ ତୋଡ଼ା ପାଇଲା ପରେ, କିନ୍ତୁ ମୋ ପାଖରେ ଯଦି ମାଲିକର ଇଚ୍ଛା ନାହିଁ, ମାଲିକର ହୃଦୟ ଯଦି ମୋ ପାଖରେ କାର୍ଯ୍ୟ କରିପାରୁନି, ତେ ମୁଁ ଜଣେ ଲୋକ, ମୋ ଚାରିଆଡେ ଯେତେ ଲୋକ ଅଛନ୍ତି ସବୁକୁ ମାରବା କାମ କରିବି ମୁଁ। ତ ମାରବା କାମ ମାନେ କଣ? ମୁଁ ନେଇକି ସେମାନଙ୍କୁ ଗସ୍ପେଲ ଠାରୁ ଅଲଗା କରିବି, ପରମେଶ୍ୱରଙ୍କ ଠାରୁ ଅଲଗା କରିବି। ଉଁ? ତାପରେ ଯେତେବେଳେ ଅଲଗା ହବ, କଣ ହବ ଜାଣିଛନ୍ତି? ଏକ, ମୁଁ ତ ଧ୍ୱଂସ ହେବି। ସେକେଣ୍ଡ, ଯୋଉ ଲୋକକୁ ମୁଁ ଅଲଗା କରୁଛି ସେ ଲୋକ ମଧ୍ୟ ଧ୍ୱଂସ ହବ। ସେଥିପାଇଁ କଇନର ସମସ୍ୟା କଣ? ଏ ଏକତଡ଼ା ପାଇଥିବା ଲୋକର ସମସ୍ୟା କଣ? ଏମାନେ କେବେ ମଧ୍ୟ ଶୁଣିବାର ହୃଦୟକୁ ପାଇନାହାନ୍ତି। ଆଉ କେବେ ମଧ୍ୟ ଏମାନେ ଅଛନ୍ତି ଜଣେ ଲୋକ, କେବେ ମଧ୍ୟ ଶୁଣିକି ପ୍ରକୃତିରେ ବଞ୍ଚି ନାହାନ୍ତି। ସବୁଠୁ ସମସ୍ୟା ହଉଛି ସେ ଜାଗାରେ ପ୍ରକୃତିରେ ରହୁଛି। ସେଥିପାଇଁ ଇଏ କେବେ ମଧ୍ୟ ଚିନ୍ତା କଲେ ନାହିଁ, ୟା ପାଖରେ ଗୋଟେ ଭଲ ହୃଦୟ ପ୍ରକୃତିରେ ଆସିଲା। କଣ ଭଲ ହୃଦୟ ମାନେ କଣ? ନାଇଁ, ମତେ ମାଲିକ ଦେଲେ, ଏତଡ଼ା ପ୍ରକୃତିରେ ମତେ ଜାଗ୍ରତ କରବାର ଅଛି। ମୁଁ ଯଦି ଏଇଟା ବିଜନେସ୍ କରିବି, ନି- ଧରି ନିଅନ୍ତୁ ମୁଁ ଯଦି ସେଇଟା ଲସ୍ ହେଇଗଲି, ମୁଁ ଆଉ ଥରେ କୁଆଡୁ ତଡ଼ା ଆଣିକି ଫେରେଇବି। ଏଇଟା ହଉଛି ବହୁତ ଭଲ ହୃଦୟ, ଏଇଟା ଉତ୍ତମ ହୃଦୟ। କିନ୍ତୁ ପରମେଶ୍ୱର ନାହିଁ କି ଆମମାନଙ୍କ ପାଖରେ ଯୋଉ ଥିବା ଉତ୍ତମ ହୃଦୟ କେବେ ଆଶା କରୁନାହାନ୍ତି। ଉତ୍ତମ ହୃଦୟ କାହାର ଜାଣିଛନ୍ତି? ଉତ୍ତମ ହୃଦୟ ହଉଛି ଶୈତାନର। ସେଥିପାଇଁ ଜେରେମିୟା ପୁସ୍ତକ ଯଦି ଆପଣ ଦେଖିବେ, ସେଟା କଣ ଲେଖା ହେଇଛି? କୁଶୀୟ ଲୋକ କି ଆପଣା ଚର୍ମ, ଚିତାବାଘ କି ଆପଣା ଚିତ୍ରବର୍ଣ୍ଣ ବଦଳେଇ ପାରେ? କୁକର୍ମ କରିବା ପାଇଁ ଅଭ୍ୟସ୍ତ ଯେ ତୁମାନେ କଣ ସୁକର୍ମ କରିପାରିବ, ଲେଖା ହେଇଛି। ତମେ ଆମେ ହଉଛୁ ଜଣେ କିଏ ଜାଣିଛନ୍ତି? କୁକର୍ମ କରିବା ପାଇଁ ଅଭ୍ୟସ୍ତ। ଆମେ ଆମ ପାଟିରେ ୱାର୍ଡ ଯୋଉଟା ବାହାରିବ ସେଟା ହଉଛି କୁକର୍ମ କରିବା ପାଇଁ ବାହାରିବ ସେଟା। ଆମେ କେବେ ମଧ୍ୟ ଭଲ କରିପାରିବୁ ନାହିଁ। କିନ୍ତୁ ଏ ଏକତଡ଼ା ପାଇଥିବା ହୃଦୟ, ଏ ଲୋକର ହୃଦୟରେ ଯୋଉ ଭଲ ହୃଦୟ ଯୋଉଟା ବାହାରୁଛି, ସେଟା କାହାର? ଏଇଟା କଣ ପରମେଶ୍ୱର ଦେଇଥିବା ହୃଦୟ କି? ନା ଏଇଟା ପରମେଶ୍ୱରଙ୍କର ଇଚ୍ଛା? ନା ଏଇଟା କଣ ସେ ମାଲିକର ଇଚ୍ଛା? କେବେ ବି ନାହିଁ। ଏଇଟା ହଉଛି ନିଜର ଉତ୍ତମତା ସେଟା। ସେଥିପାଇଁ ନିଜର ଉତ୍ତମତା ପାଇଁ, ସେ ମାଲିକ ପାଇଁ ଭଲ ଚିନ୍ତା କରିବା ଦ୍ୱାରା ନିଜର ଜୀବନକୁ ପ୍ରକୃତରେ ସେ ହରଉଛି। ସତରେ ଆମେ ମଧ୍ୟ ଯେତେବେଳେ ମଣ୍ଡଳୀ ଭିତରେ ଭଲ ଚିନ୍ତା କରିବା ପାଇଁ ଆମେ ଅଭିଯୋଗ କରୁଛୁ କି ଆମେ ପ୍ରକୃତିରେ ଅଲଗା ମନ ନେଇକି ପ୍ରକୃତିରେ ବଞ୍ଚୁଛୁ। ଏଁ? ସତରେ ଏଁ? ଯଦି ଆମ ପାଖରେ ଯଦି ଯୀଶୁଙ୍କ ଠାରୁ ମନ ଅଲଗା ଅଛି, ତେବେ ଆମେ ଜଣେ ଲୋକ କିଏ ଜାଣିଛନ୍ତି? ଆମ ପାଖରେ ନାହିଁ କି ମାଲିକର ଇଚ୍ଛା ନାହିଁ, ମାଲିକର ହୃଦୟ ପ୍ରକୃତିରେ କାମ କରିପାରୁନାହିଁ। ସତରେ ଆମେ ଯଦି ଦେଖିବା, ସେଠି କଣ ଲେଖା ହେଇଛି? ଟିକେ ଚାଲନ୍ତୁ ଆଉ ଗୋଟେ ବାକ୍ୟ ମାନେ ଦେଖିବା। ଦିଶାଇ ପୁସ୍ତକ ଟିକେ କାଢନ୍ତୁ। ଦିଶାଇ ପୁସ୍ତକ ଟିକେ, ଦିଶାଇ ପୁସ୍ତକ ନାହିଁ, ଜିରିମିୟ ପୁସ୍ତକ ଟିକେ କାଢନ୍ତୁ। ଜିରିମିୟ ପୁସ୍ତକ 17 ପର୍ବର 5 ପଦ ଦେଖନ୍ତୁ। ଜିରିମିୟ ପୁସ୍ତକ 17 ପର୍ବର 5 ପଦ। ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ମନୁଷ୍ୟ ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ। ତ କିଏ ଶାପଗ୍ରସ୍ତ ଲେଖା ହେଇଛି? ଯୋଉ ଲୋକ ମନୁଷ୍ୟ ଉପରେ ନିର୍ଭର କରୁଛି। ଯେ ମନୁଷ୍ୟ ମନୁଷ୍ୟ ଉପରେ ନିର୍ଭର କରେ, ଲେଖା ହେଇଛି, ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ଲେଖା ହେଇଛି, ସେ ଲୋକ ଶାପଗ୍ରସ୍ତ ଲେଖା ହେଇଛି। ଶାପଗ୍ରସ୍ତ ମାନେ ଅଭିଶାପ। ସେଥିପାଇଁ ନିଜ ଉପରେ ନିର୍ଭର କରିବାଟା, ନିଜର ଚିନ୍ତାକୁ ବିଶ୍ୱାସ କରିବାଟା ହଉଛି କଣକୁ କଣ ଆଣବାଟା ଜାଣିଛନ୍ତି? ଅଭିଶାପକୁ ଆଣବାଟା। ଉଁ? ନିଜର ମାଂସ ମାନେ କଣ? ନିଜର ଚିନ୍ତାକୁ ଆମେ ଭଲ ବୋଲି କହିକି ବଞ୍ଚିବାଟା। ଆଁ? ମନୁଷ୍ୟ ମାନେ କଣ? ଉଁ? ଆମର ପାଖରେ ଯାହା ଉତ୍ତମତା ଅଛି, ଏଁ? ହଁ, ମୁଁ ବିନା ଚର୍ଚ୍ଚରେ ମଧ୍ୟ ବଞ୍ଚିବି, ମୁଁ ପରିତ୍ରାଣ ପାଇଲି, ଚର୍ଚ୍ଚକୁ ଗଲେ ଏକା ମୁଁ କଣ ସ୍ୱର୍ଗକୁ ଯିବି କି? ବିନା ଚର୍ଚ୍ଚରେ କଣ ମୁଁ ସ୍ୱର୍ଗ ଯାଇପାରିବି ନାହିଁ? ବିନା ପରମେଶ୍ୱର ଦାସଙ୍କ ଦ୍ୱାରା କଣ ମୁଁ ଆତ୍ମିକ ଜୀବନ ବଞ୍ଚି ପାରିବି ନାହିଁ?
ବିନା ବାକ୍ୟରେ ମୁଁ କଣ ବିନା ନିଜେ ବାଇବଲ ପଢିକି ରିଏଲାଇଜେସନ କରିକି ମୁଁ କଣ ଆତ୍ମିକ ଜୀବନ ବଞ୍ଚି ପାରିବି ନାହିଁ? ପରମେଶ୍ୱର କଣ ମତେ ଆଶୀର୍ବାଦ କରିନାହାନ୍ତି? ତ ଆମେ ଆମ ପାଖରେ ଯେତେବେଳେ ଉତ୍ତମତା ଅଛି ଆମେ ଏମିତି କହିକି ପ୍ରକୃତରେ ବଞ୍ଚୁ। କିନ୍ତୁ ଆମ ପାଖରେ ଯେତେବେଳେ ଈଶ୍ୱରଙ୍କର ଇଚ୍ଛା ସ୍ଥାପନ ହେଇଛି ଆମେ କଣ କହିକି ବଞ୍ଚିବୁ ଜାଣିଛନ୍ତି? ଆରେ ମୁଁ ଜଣେ ଦୁଷ୍ଟ ଲୋକ, ମୋ ପାଖରେ କିଛି ବିଷୟ ନାହିଁ। ଆଁ? ମୁଁ କେମିତି ପ୍ରକୃତିରେ ପରମେଶ୍ୱରଙ୍କ ବିନା ପ୍ରକୃତିରେ ମୁଁ ବଞ୍ଚି ପାରିବି? ବାକ୍ୟ ବିନା କେମିତି ପ୍ରକୃତିରେ ମୁଁ ଆତ୍ମିକ ଜୀବନ କାଟି ପାରିବି? ମଣ୍ଡଳୀ ବିନା ମୁଁ କେମିତି ଆତ୍ମିକ ଜୀବନ କାଟି ପାରିବି? ମୋ ପାଖରେ ଯଦି ମଣ୍ଡଳୀ ନାହିଁ, ପରମେଶ୍ୱର ଦାସ ଯଦି ନାହାନ୍ତି, ମୁଁ କେମିତି ନିଜର ଚିନ୍ତାକୁ ମୁଁ ଅସ୍ୱୀକାର କରିକି ବଞ୍ଚି ପାରିବି? ଯେତେବେଳେ ଆମେ ନିଜକୁ ସନ୍ଦେହ କରିବା, ଆମେ ଜଣେ ଲୋକ ନିଜକୁ ବିଶ୍ୱାସ କରିକି ବଞ୍ଚି ପାରିବୁ ନାହିଁ। ନିଜର ଚିନ୍ତାକୁ ଉତ୍ତମ ବୋଲି କହିକି ବଞ୍ଚି ପାରିବୁନି। କିନ୍ତୁ ଆମେ କେବେ ମଧ୍ୟ ସେ ପ୍ରକାର କରୁନୁ। ଆମେ ଜଣେ ଲୋକ କେମିତି କରୁଛୁ? ମତେ ଭୋକ ହେଲା, ଠିକ ଅଛି ଟିକେ ଖାଇବାର ଅଛି। ସେଥିପାଇଁ ଆମେ ଚର୍ଚ୍ଚକୁ ଆସୁଛୁ କଣ ପାଇଁ? ମରଣକୁ ଡର ପାଇଁ। ଆଁ? ନାଇଁ ଚର୍ଚ୍ଚକୁ ନ ଗଲେ ମରିଯିବି କାଳେ ବୋଲି। କିନ୍ତୁ ସତରେ ଆମେ ଜଣେ ଲୋକ ନିଜର ଆତ୍ମା ପାଇଁ ଯଦି ଆସିଥାନ୍ତୁ ହେଲେ ଆମେ ଜଣେ ଲୋକ ଆତ୍ମା ପାଇଁ ଜାଗ୍ରତ ହେଇଥାଉ। ଉଁ? ସତରେ ମୁଁ ନାଇଁ ମୋର ଆତ୍ମା ପାଇଁ ମତେ ଆତ୍ମିକ ଆହାର ଦରକାର। ମତେ ବାକ୍ୟ ଦରକାର। ଯଦି ଆମେ ସେ ପ୍ରକାର ମନୋଭାବ ନେଇକି ଆସିବୁ ହେଲେ ଆମେ ନାଇଁକି ଡରିବୁ ନିଜର ଚିନ୍ତାକୁ ବିଶ୍ୱାସ କରବାଟେ। କିନ୍ତୁ ଅନେକ ଲୋକ ଅଛନ୍ତି ପରିତ୍ରାଣ ପାଇଲା ପରେ ମଧ୍ୟ ଧ୍ୱଂସ ହଉଛନ୍ତି। ଆପଣମାନେ ଦେଖିପାରିବେ ଇସ୍କାରିୟତ ଯିହୁଦାର ଲାଇଫ। ସେ ପରିତ୍ରାଣ ପାଇଲା ପରେ ଯୀଶୁଙ୍କର 3.5 ବର୍ଷ ଅନୁଗମନ କଲା ପରେ ମଧ୍ୟ ସେ ଜଣେ ଲୋକ ଫାଶୀ ହେଇକି ମରୁଛନ୍ତି। ସାଉଲ ପ୍ରଥମ ଇସ୍ରାଏଲ ଦେଶର ରାଜା ହେଇକି ମଧ୍ୟ ସେ ଜଣେ ଲୋକ ପରମେଶ୍ୱରଙ୍କର ବିରୁଦ୍ଧ ହେଇକି ପ୍ରକୃତିରେ ବଞ୍ଚୁଛନ୍ତି। ସେଠି ଅନେକ ଲୋକଙ୍କର ଏକ୍ଜାମ୍ପଲ ପ୍ରକୃତିରେ ଅଛି। କିନ୍ତୁ ଆପଣମାନେ ଦେଖିବେ ସେଠି ଦୁଷ୍ଟ ଭାବରେ ବଞ୍ଚିକି ପରମେଶ୍ୱରଙ୍କ ବିଦ୍ରୋହାଚରଣ କରିକି ବଞ୍ଚିକି ଲୋକମାନେ କ୍ଷମା ପାଇକି ଦୟା ପାଇକି ପ୍ରକୃତିରେ ବଞ୍ଚିଛନ୍ତି। ଆମେ ଯଦି ରାହାବ ବେଶ୍ୟା ବିଷୟରେ ଚିନ୍ତା କରିବା, ଏ ସ୍ତ୍ରୀ ଲୋକ କୋଉ ପ୍ରକାର ସ୍ତ୍ରୀ ଲୋକ ଜାଣିଛନ୍ତି? ଇଏ ପୁରୁଷ ମାନଙ୍କୁ ସ୍ୱାଗତ କରିବା ଲୋକ, ଆସ ଯିଏ ବି ଆସୁଛ ଆସ ବୋଲି କହିବା ଲୋକ ଇଏ। କିନ୍ତୁ ଇଏ କେମିତି ଅନୁଗ୍ରହ ପାଇଲା? ଉଁ? ଇଏ କେମିତି ପ୍ରକୃତିରେ ଅନୁଗ୍ରହ ପାଇଲା? ଯେହେତୁ ଇଏ ନାଇଁ କି ପ୍ରଭୁଙ୍କୁ ଭୟ କଲା। ସେଥିପାଇଁ ଇଏ ଜଣେ ଲୋକ ଗୋଟେ ସମୟ ଆସୁଛି ଇଏ ସଲମନର ପ୍ରକୃତିରେ ସ୍ତ୍ରୀ ହେଇପାରୁଛି। ତ ୟାକୁ କିଏ ବାହା ହବ? ଉଁ? ଏମିତିକା ସ୍ତ୍ରୀକୁ କିଏ ବାହା ହେବ ଖୁସି ହବ? ଯୋଉ ଲୋକ ପ୍ରକୃତିରେ ସବୁ ପୁରୁଷ ମାନଙ୍କୁ ଡାକୁଛି ଆସ ବୋଲି। ସତରେ ଆମ ହୃଦୟରେ ଯଦି ଆମେ ସବୁ ଚିନ୍ତାକୁ ଗ୍ରହଣ କରିବୁ ହେଲେ ଆମେ ମରିଯିବୁ। ଉଁ? ସତରେ ଆମେ ସବୁ ଚିନ୍ତାକୁ ଠିକ ବୋଲି କହିକି ଯେତେବେଳେ ଆମେ ବଞ୍ଚିବା ଆମେ ନାଇକି ଧ୍ୱଂସ ହେଇଯିବା। କିନ୍ତୁ ପରମେଶ୍ୱର କଣ କହୁଛନ୍ତି? ଉଁ? ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ମନୁଷ୍ୟ ମନୁଷ୍ୟ ଉପରେ ନିର୍ଭର କରେ, ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁ ନିକଟରୁ ଦୂରକୁ ଯାଏ ସେ ଶାପଗ୍ରସ୍ତ ହବ ଲେଖାයි। ତେ ସାପ ଅଭିଶାପ କିଏ ପାଇବ? ଆଁ? ଅଭିଶାପ କିଏ ପାଇବ? ଅଭିଶାପ ସେ ପାଇବ ଯିଏ ନିଜ ଉପରେ ନିର୍ଭର କରୁଛି। ଯେଉଁ ମନୁଷ୍ୟ ମନୁଷ୍ୟ ଉପରେ ନିର୍ଭର କରେ ଲେଖାଇଛି। ମାଂସକୁ ଆପଣର ବାହୁ କରେ ଲେଖାଇଛି। ତେବେ ଆମେ କଣ ଦେଖଉଛୁ? ବଡି ଦେଖଉଛୁ। ମୋର ବଡି କେତେ ଅଛି ଦେଖୁଛୁ? ତୁ ମତେ ଲଢି ପାରିବୁ? ଆଁ? ତେବେ ଆମେ ନିଜର ଏକ୍ସପିରିଏନ୍ସ ଦେଖଉଛୁ, ନିଜର ପାୱାର ପ୍ରଭୃତିରେ ଦେଖଉଛୁ। କିନ୍ତୁ ସତ୍ୟରେ ଯଦି ଆମର ନିଜକୁ ଯଦି ଆମେ ସତ୍ୟରେ ଯଦି ଦେଖିବା କହିଲେ ଆମେ କିଏ ଜାଣିଛନ୍ତି? କୁକର୍ମ କରିବା ପାଇଁ ଅଭ୍ୟସ୍ତ ଲେଖା ହେଇଛି। ଉଁ? କୁକର୍ମ କରିବା ପାଇଁ ଅଭ୍ୟସ୍ତ ମାନେ କଣ? ଆମ ପାଖରେ ସୁକର୍ମ ଏକା ନାହିଁ। ଆମେ ଯଦି ସେମିତି ଜାଣିବୁ, ସେମିତି ହୃଦୟରେ ଯଦି ପାଇବୁ, ତେବେ ଆମେ ପରମେଶ୍ୱରଙ୍କୁ ଭୟ କରିକି ଜୀବନ ବଞ୍ଚିବୁ। କିନ୍ତୁ ଯେତେବେଳେ ଆମେ ନିଜକୁ ଠିକ ଜାଗାରେ ରଖୁଛୁ ଆମେ ନାଇଁକି ନିଜ ଉପରେ ନିର୍ଭର କରିକି ବଞ୍ଚୁଛୁ। ସାତପଦ ଗୋଟେ ବାକ୍ୟ ଦେଖନ୍ତୁ, 17 ପର୍ବର 7 ପଦ, ଜିରିମିୟା 17ର 7 ପଦ। ମାତ୍ର ମନୁଷ୍ୟ ସଦା ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ, ପୁଣି ସଦାପ୍ରଭୁ ଯାହାର ବିଶ୍ୱାସ ଭୂମି ଅଟନ୍ତି, ସେ ଧନ୍ୟ। କିଏ ଧନ୍ୟ? ପ୍ରଭୁ କୋଉ ଲୋକକୁ ଧନ୍ୟ ବୋଲି ମନେ କରୁଛନ୍ତି? ଯୋଉ ଲୋକର ବିଶ୍ୱାସ ଭୂମି ହଉଛି ସଦାପ୍ରଭୁ। ଯୋଉ ଲୋକଙ୍କର ବିଶ୍ୱାସ ଭୂମି ଅଟନ୍ତି ପରମେଶ୍ୱର, ସେ ଲୋକ ପରମେଶ୍ୱର କଣ କହୁଛନ୍ତି? ଧନ୍ୟ ବୋଲି କହୁଛନ୍ତି। ରୋମୀୟ ପୁସ୍ତକ 7 ପର୍ବ ମତେ ଆପଣମାନେ ଦେଖିବେ, ସେଠି କଣ ଲେଖା ହେଇଛି? ରୋମୀୟ ପୁସ୍ତକ 7 ପର୍ବ ଟିକେ କାଢନ୍ତୁ।
ସାତ ନାହିଁ, ସରି, ଚାରି ପର୍ବ ଦେଖନ୍ତୁ। ରୋମୀ ପୁସ୍ତକ ଚାରି ପର୍ବ, ରୋମୀ ପୁସ୍ତକ ଚାରି ପର୍ବର ସାତ ପଦ। ଯେଉଁମାନଙ୍କର ଅପରାଧ ସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପ ସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ। ତ ଧନ୍ୟ କିଏ? ଯାହାର ପାପ ଆଚ୍ଛାଦିତ ହେଇଛି, ଯାହାର ପାପ କ୍ଷମା ହେଇଛି, ଲେଖା ହେଇଛି। ଯାହାର ଅପରାଧ କ୍ଷମା ହେଇଛି, ଆଉ ଯାହାର ପାପ ସବୁ ଆଚ୍ଛାଦିତ ହେଇଛି, ଲେଖା ହେଇଛି। ତ ପରମେଶ୍ୱର କୋଉ ଲୋକକୁ ଧନ୍ୟ ବୋଲି କହୁଛନ୍ତି? ଯୋଉ ଲୋକର ପାପ ନାହିଁ କି ଢଙ୍କା ଯାଇଛି, ଗୁଡେଇ ଦିଆଯାଇଛି। ଆଦମ ହବା ପାପ କଲେ, ପରମେଶ୍ୱର ଚର୍ମର ବସ୍ତ୍ର ଦେଇକି ଢାଙ୍କି ଦେଲେ। ଆଁ? ସେଥିପାଇଁ ଆଦମ ନାହିଁ କି ଆଶୀର୍ବାଦ ପାଇଲା ଆଉ ହଇନ ହେବଲକୁ ଜନ୍ମ କରିପାରିଲା। ସତରେ ଆଁ, ଏ ଜାଗାରେ ପାଞ୍ଚ ତୋଳା ପାଇଥିବା ଲୋକର ମଧ୍ୟ ଜୀବନ ସେମିତି, ଦୁଇ ତୋଳା ପାଇଥିବା ଲୋକର ଜୀବନ ମଧ୍ୟ ସେମିତି। ଏମାନେ ହଉଛନ୍ତି ଏକ୍ଜାକ୍ଟଲି ପରମେଶ୍ୱରଙ୍କ ଇଚ୍ଛାକୁ ପାଇଲେ, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ପ୍ରକୃତିରେ ବଞ୍ଚିଲେ ଏମାନେ। ତାମାନେ ଏମାନେ ହଉଛନ୍ତି ଜଣେ ଲୋକ ନିଜେ ମାଲିକ ନାହିଁ, ଏମାନଙ୍କର ମାଲିକ ହଉଛନ୍ତି ପରମେଶ୍ୱର। ସତରେ ଆମର ମାଲିକ କିଏ? ଆମର ମାଲିକ ଯଦି ମୁଁ, ମୋର ମାଲିକ ଯଦି ମୁଁ, ତେବେ ମୁଁ କେବେ ମଧ୍ୟ ଯୀଶୁଙ୍କୁ ମୋର ମାଲିକ ମାଲିକ ଭାବରେ କେବେ ଗ୍ରହଣ କରିପାରିବି ନାହିଁ। ସତରେ ଯେତେବେଳେ ମୁଁ ନିଜେ ମାଲିକ, ମୋର ଚିନ୍ତା ବଡ଼ ହବ, ମୋର ଭାବନା ବଡ଼ ହବ, ଆ, ମୋର ଭଲ ଉତ୍ତମତା ବିଷୟ ଭଲ ହବ, ତ ମୋର କେବଳ କେବଳ ଦେଖାଯିବ। କିନ୍ତୁ ସେ ଜାଗାରେ କେବେ ମଧ୍ୟ ଯୀଶୁ କେବେ ବି ଦେଖାଯାଇ ପାରିବେ ନାହିଁ। କିନ୍ତୁ ଭାଇ ଭଉଣୀ ମାନେ, ପରମେଶ୍ୱର କଣ କହୁଛନ୍ତି? ଯେଉଁମାନଙ୍କର ଅପରାଧ ସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପ ସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ, ଲେଖା ହେଇଛି। ଆଠ ପଦ ଲେଖା ହେଇଛି, ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ। ସତରେ ପରମେଶ୍ୱର ଆମର ପାପ ମନେ ପକଉନାହାନ୍ତି, ଆମର ଅପରାଧ ମନେ ପକଉନା। ପରମେଶ୍ୱର ଆମକୁ କଣ କହୁଛନ୍ତି? ତମେ ଧନ୍ୟ ବୋଲି କହୁଛନ୍ତି। ସେଥିପାଇଁ ରୋମୀ ପୁସ୍ତକ 8:37 ପଦ ଯଦି ଆମେ ଦେଖିବା, କଣ ଲେଖା ହେଇଛି? ତଥାପି ଯେ ଆମମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମେ ଏହି ସମସ୍ତ ବିଷୟରେ ସର୍ବଦା ବିଜୟ ଅଟୁ। ତ ଆମେ ସବୁ ବିଷୟରେ ଜିତିଛୁ, ଲେଖା ହେଇଛି। ମୁଁ ଚିନ୍ତାରୁ ଜିତିଛି, ପରିସ୍ଥିତିରୁ ଜିତିଛି, ରୋଗରୁ ଜିତିଛି। ଆଁ? ମୋ ପାଖରେ ଯାହା ମଧ୍ୟ ସମସ୍ୟା ଅଛି, ସେ ସବୁ ବିଷୟ ଠାରୁ ମୁଁ ଜିତିଥିବା ଲୋକ। ସେଥିପାଇଁ କିଏ ପ୍ରେମ କଲେ, ଲେଖା ହେଇଛି। ତଥାପି ଯେ ଆମମାନଙ୍କୁ ପ୍ରେମ କଲେ, ଲେଖା ହେଇଛି। ଆମେ ଜଣେ ଲୋକ କେମିତି? ଆମେ ପରମେଶ୍ୱରଙ୍କୁ ବିଦ୍ରୋହାଚରଣ କରିକି ବଞ୍ଚୁବା ଲୋକ, ପରମେଶ୍ୱରଙ୍କୁ ବିରୋଧ କରିକି ବଞ୍ଚୁବା ଲୋକ। କିନ୍ତୁ ପରମେଶ୍ୱର ଆମମାନଙ୍କୁ ପ୍ରେମ କଲେ, ଲେଖା ହେଇଛି। ଏଁ? ତଥାପି ତଥାପି ଯେ ଆମମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମମାନେ ଏହି ସମସ୍ତ ବିଷୟରେ ସର୍ବତ ଭାବେ ବିଜୟୀ ଅଟୁ, ଲେଖା ହେଇଛି। ତେବେ ଆମେ ହଉଛୁ ଜଣେ ଲୋକ ସବୁ ବିଷୟରୁ ଜିତି ସାରିଛୁ। ମୃତ୍ୟୁରୁ ଜିତି ସାରିଛୁ, ଚିନ୍ତାରୁ ମଧ୍ୟ ଅସ୍ୱୀକାର କରିକି, ବାକ୍ୟକୁ ସ୍ୱୀକାର କରିକି ବଞ୍ଚିବା ଲୋକ ହେଇସାରିଛୁ। ପରମେଶ୍ୱର ଆମକୁ ଏ ପ୍ରକାର ଲୋକ କରି ଆସନ୍ତି। କିନ୍ତୁ ଆମେ ଜଣେ ଲୋକ କେମିତି ବଞ୍ଚୁଛୁ? ନିଜର ଦୁନିଆରେ ସେ ଏକତଳା ପାଇଥିବା ଲୋକ ପରି। ଏ ମୋର ମାଲିକ ହଉଛନ୍ତି କଠୋର ଲୋକ, ଯୋଉ ଜାଗାରେ ବୁଣି ନଥିବେ, ଯୋଉ ଜାଗାରେ ପକେଇ ନଥିବେ, ସେ ଜାଗାରେ ସଂଗ୍ରହ କରିବ। ସେଥିପାଇଁ ଭଲ ହବ, ଭଲ ରୁମାଲରେ ବାନ୍ଧିକି ମାଟି ଭିତରେ ସଜାଡ଼ିକି ରଖିଦେବେ। ଯେତେବେଳେ ସେ ମାଲିକ ହିସାବ କରିବା ପାଇଁ ଆସିଲେ, ଇଏ କଣ କହିଲେ? ଇଏ ଫାଷ୍ଟ ଗଲା କହିଲା, ଦେଖ ମାଲିକ, ତମର ଧନ ତମେ ପାଇଲ। ଉଁ, ତମର ଧନ ତମେ ପାଇଲ, ନିଅ ବୋଲି କହିଲେ। ତ ସେ କଣ କହିଲେ? ରେ ଦୁଷ୍ଟ ଦାସ, ତୁ କଣ ଏଇଟା ଜାଣିଥିଲୁ? ମୁଁ କଣ ଏଇଟା ପାଇଁ ତତେ ଦେଲି? ତ ମାଲିକର ହୃଦୟ ନାହିଁ, କାହିଁକି ୟାକୁ ବିରକ୍ତ, ମାଲିକ କାହିଁକି ବିରକ୍ତ ହେଲେ ଜାଣିଛନ୍ତି? ଯେହେତୁ ଏ କେବେ ମଧ୍ୟ ମାଲିକର ହୃଦୟ ପାଇଲା ନାହିଁ ଶେଷ ପର୍ଯ୍ୟନ୍ତ। ଯଦି ବି ବହୁତ ସମୟ ଧରିକି ମାଲିକ ୟାକୁ ସୁଯୋଗ ଦେଲେ, ଇଏ କେବେ ମଧ୍ୟ ମନ ପରିବର୍ତ୍ତନ କଲା ନାହିଁ। ଏମିତି ନାହିଁ ମାଲିକ ପ୍ରକୃତିରେ ଦେଇକି ତା ବାସି ଦିନ ଆସିକି ହିସାବ ମାଗିଲେ, କିନ୍ତୁ ମାଲିକ ବହୁତ ଦିନ ପର୍ଯ୍ୟନ୍ତ ୟାକୁ ତଡା ଦେଲେ। କିନ୍ତୁ ଇଏ ଜଣେ ଲୋକର ସେତିକି ଦିନ ପର୍ଯ୍ୟନ୍ତ ସେ ତଡା କଣ କଲା? ମାଟି ଭିତରେ ଲୁଚେଇଲା। ସତରେ ଆମେ ଯଦି ସତରେ ମନ ପରିବର୍ତ୍ତନ ଜୀବନ ବଞ୍ଚୁଛୁ, ଆମେ ଏତେ ଚର୍ଚ୍ଚରୁ ଅନୁଯୋଗ ପାଉଛୁ କି ପାଷ୍ଟର ଆମକୁ ଅନୁଯୋଗ କରୁଛନ୍ତି, ଆମର ଚିନ୍ତା ଚର୍ଚ୍ଚର ବିପରୀତ ଅଛି, ତେବେ ଆମ ମଣ୍ଡଳୀ ଭିତରକୁ ଆସିକି ବାନ୍ତି କରୁ। ବାନ୍ତି କଲେ କଣ ହବ? ସେଟା ଶେଷ ହେଇଯିବ, ସମାପ୍ତ ହେଇଯିବ। ତ ସେଇଟା ହଉଛି ନିଜକୁ ଦେଖେଇବାଟା। କିନ୍ତୁ ଆମ ପାଖରେ ଯେତେବେଳେ ଭଲ ବିଷୟ ଅଛି, ଆମେ କେବେ ମଧ୍ୟ କହିବୁନି। ଆମେ କଣ କରିବୁ? ବରଂ ଆମେ ଭଲ ଭଲ ଭଲଟା କହିବୁ, ଆଉ ଖରାପ ଯାକ ଲୁଚେଇବୁ। ଆମେ ଖରାପ ଯାକ ଲୁଚେଇବୁ ମାନେ କଣ? ହଁ, ଅନ୍ୟମାନେ କଣ ଚିନ୍ତା କରିବେ, କିଏ କଣ ଭାବିବ, ଏଇଟା ଯଦି କହିବି ଚର୍ଚ୍ଚରେ ମତେ ଅଲଗା ଆଖିରେ ଦେଖିବେ, ଏ ପ୍ରକାର ଚିନ୍ତା ମଧ୍ୟ କରିବାଟା ମଧ୍ୟ ସେଟା ଶୈତାନ। ସେଟା ଏମିତି ଚିନ୍ତା କରିକି ବଞ୍ଚବାଟା ବି ଶୈତାନ ସେଟା। ସେଥିପାଇଁ ଆମେ କେମିତି ପ୍ରକୃତିରେ ବଞ୍ଚୁଛୁ?
ଚର୍ଚ୍ଚରେ। ଆମେ ସତରେ ସତରେ ଭଲ ବିଷୟ ଖାଲି କହିକି ବଞ୍ଚୁଛୁ, ନା ଆମେ ପ୍ରକୃତିରେ ଖରାପ ବିଷୟ ମଧ୍ୟ ପ୍ରକୃତିରେ ଦେଖେଇକି ବଞ୍ଚୁଛୁ? ସତରେ ଆମେ ଖରାପ ବିଷୟକୁ ଦେଖେଇବାଟା ଏଇଟା ଖରାପ ବିଷୟ ନାହିଁ। ଖରାପ ବିଷୟକୁ ଦେଖେଇବାଟା କଣ ଜାଣିଛନ୍ତି? ଆମେ ଅଧିକ ଚର୍ଚ୍ଚର ନିକଟବର୍ତ୍ତୀ ହେବାଟା, ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାଟା। ତୋ ଦ୍ୱାରା ଆମେ ଅନୁଗ୍ରହ ପାଇବୁ, ତୋ ଦ୍ୱାରା ଆମେ ଦୟା ପାଇବୁ। ବ୍ୟଭିଚାରୀ ସ୍ତ୍ରୀ ଯେତେବେଳେ ଲୁଚି ଲୁଚି ବ୍ୟଭିଚାର କଲା, ଇଏ କେବେ ମଧ୍ୟ ଯୀଶୁଙ୍କ ଠାରୁ ଅନୁଗ୍ରହ ପାଇଲା ନାହିଁ। କିନ୍ତୁ ଯେତେବେଳେ ଇଏ ଆଁ, ବ୍ୟଭିଚାର କଲା ସମସ୍ତଙ୍କ ସମ୍ମୁଖରେ, ସେ ସମୟରେ ଶାସ୍ତ୍ରୀ ଫରିସୀମାନେ ଧରିଲେ ଆଉ ଯୀଶୁଙ୍କ ପାଖକୁ ଟାଣିକି ନେଲେ। ସେ ସମୟରେ ସେ ବ୍ୟଭିଚାରୀ ସ୍ତ୍ରୀ ନିଜର ମୁହଁ କେବେ ବି ଲୁଚେଇ ପାରିଲା ନାହିଁ। ଆଁ, ଇଏ ମୁଣ୍ଡ ପୋତିକି ରହିଲା। କଣ ଚାହିଁଲା ଜାଣିଛନ୍ତି? ଯୀଶୁ କଣ କହିବେ, ଯୀଶୁ କଣ ବିଚାର ଦେବେ, ଯୀଶୁଙ୍କର ମାପଦଣ୍ଡ କଣ? ଏ ଯୀଶୁଙ୍କର ମାପଦଣ୍ଡକୁ ନେଇକି ବଞ୍ଚିବାଟା ଆରମ୍ଭ କଲେ। ତ ସେ ସମୟରେ ଯୀଶୁଙ୍କର ମାପଦଣ୍ଡ କଣ ଥିଲା ଜାଣିଛନ୍ତି? ଏ ବ୍ୟଭିଚାରୀ ସ୍ତ୍ରୀକୁ ମଧ୍ୟ କ୍ଷମା କରିବାର ହୃଦୟ ଅଛି ଯୀଶୁଙ୍କ ପାଖରେ। ଯୀଶୁ କହିଲେ, କଣ କହିଲେ? ଗୋ ନାରୀ, ସେମାନେ କାହାନ୍ତି? କେହି କଣ ତୁମକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ? ସେ ଲୋକ କଣ କହିଲା? କିଏ ବି ନାହିଁ ପ୍ରଭୁ। ଯୀଶୁ କହିଲେ, ଯା, ଆଜିଠାରୁ ପାପ କରେ ନା, ମୁଁ ମଧ୍ୟ ତୋତେ କେବେ ବି ଦଣ୍ଡନୀୟ ବୋଲି ବିଚାର କରୁନାହିଁ। ତ ଇଏ ଜଣେ ଲୋକ କୋଉ ପ୍ରକାର ସ୍ତ୍ରୀ, ନିଜର ଚିନ୍ତାକୁ ନେଇକି ବଞ୍ଚୁବା ଲୋକ, ସ୍ତ୍ରୀ ଲୋକ ଥିଲା। କିନ୍ତୁ ଯୀଶୁଙ୍କ ଠାରୁ ବାକ୍ୟ ଯେତେବେଳେ ଶୁଣିଲା, ଇଏ ଜଣେ ଲୋକ ଯୀଶୁଙ୍କର ଅଧିକ ନିକଟବର୍ତ୍ତୀ ହେଇକି ବଞ୍ଚିଲା। ସେଥିପାଇଁ ଯୀଶୁ ୟାକୁ କହିଲେ, ମୁଁ କେବେ ମଧ୍ୟ ତୋତେ ବିଚାର କରୁନାହିଁ, ମୁଁ ତୋତେ କେବେ ମଧ୍ୟ ତୋର ପାପକୁ ମୁଁ ଧରି ନାହିଁ। ତୁ ଯା, ଆଜିଠାରୁ ପାପ କରେ ନା। ତେବେ ଇଏ ସତରେ ନିଜେ ପାପ ନ କରିକି ବଞ୍ଚି ପାରିବ କି? ସତରେ ଇଏ ଜଣେ ଲୋକ ପାପରୁ ପୁରସ୍କୃତ ହେଇକି ବଞ୍ଚି ପାରିବ କି? କେବେ ବି ନାହିଁ। କିନ୍ତୁ ଯୀଶୁ ଯୋଉ ବାକ୍ୟ ଦେଲେ, ସେ ବାକ୍ୟ ଭିତରେ ଶକ୍ତି ଥିଲା। ସେଥିପାଇଁ ସେ ଶକ୍ତି ତାକୁ ବନେଇଲା ଇଏ ପାପ ନ କରିକି ବଞ୍ଚି ପାରିବା ପାଇଁ। ସତରେ ଆଜି ଆମମାନଙ୍କୁ ପରମେଶ୍ୱର ପରିତ୍ରାଣ ଦେଲା ପରେ ମଣ୍ଡଳୀ ଭିତରେ ଖୁସିରେ ଆଶାରେ ବଞ୍ଚିବା ଲୋକ କରିଛନ୍ତି ନା କରିନାହାନ୍ତି? ହୁଁ? ସତରେ କରିଛନ୍ତି। କିନ୍ତୁ ଆମେ ମଣ୍ଡଳୀ ଭିତରକୁ ଆସିଲେ କାହିଁକି ଖୁସି ହେଇପାରୁନୁ? ଆମେ କାହିଁକି ପ୍ରକୃତିରେ ମଣ୍ଡଳୀ ଭିତରେ ଗୋଟେ ରୂପ, ବାହାରେ ଗଲେ ଘରେ ଗଲେ କାହିଁକି ଆଉ ଗୋଟେ ରୂପ? ଆଁ? ଯେହେତୁ ଆମେ ପ୍ରକୃତିରେ ଦୁଇ ମନା ହେଇକି ପ୍ରକୃତିରେ ବଞ୍ଚୁଛୁ। ସତରେ ଆମେ ଯଦି ଦେଖିବା ସେଠି ଏ 25 ପର୍ବର କଣ କଣ ଲେଖା ହେଇଛି? 28 ପଦ ଦେଖନ୍ତୁ। ଅତଏବ ଏହାଠାରୁ ଏହି ତୋଡ଼ା ଘେନି ଯାଇ ଯାହାର 10 ତୋଡ଼ା ଅଛି ତାହାକୁ ଦିଅ, ଲେଖା ହେଇଛି। ତ ମାଲିକ କାହିଁକି ପ୍ରକୃତିରେ ୟାର 1 ତୋଡ଼ା ପ୍ରକୃତିରେ ୟାଠାରୁ ନେଲେ, ଆଉ ଯାହାର ଅଧିକ ଅଛି ତାକୁ କାହିଁକି ଦଉଛି? କୋଉ କାରଣ ପାଇଁ? ଯେହେତୁ ଏ 10 ତୋଡ଼ା ବାଲା ଯିଏ ଅଛି, ଇଏ ଏକ୍ଜାକ୍ଟଲି ମାଲିକର ଇଚ୍ଛାକୁ ଜାଣିଛି। ମାଲିକର ଇଚ୍ଛା ଅନୁସାରେ ପ୍ରକୃତିରେ ସେ ବଞ୍ଚୁଛି। ସେଥିପାଇଁ ମାଲିକ କହିଲେ, ୟାର ଯାହା ଅଛି କାଢି ଦିଅ, ଆଉ 10 ତୋଡ଼ା ବାଲାକୁ ଦିଅ ବୋଲି କହିଲେ। ସେଥି ଆମେ ଯେତେ ସୁଷମତାର ପ୍ରଚାର କରିବା, ଆମ ପାଇଁ ସେତିକି ଲାଭ। ସତରେ ଆମେ ଯେତିକି ଅଧିକ ସୁଷମତାର ପ୍ରଚାର କରିବା, ଆମେ ଆମ ଭିତରେ ସେତିକି ବିଶ୍ରାମ ଆମେ ପାଇବା, ସେତିକି ଆମେ ପ୍ରକୃତିରେ ଆନନ୍ଦ ଖୁସି ପ୍ରକୃତିରେ ପାଇପାରିବା। କିନ୍ତୁ ଆମେ ଯଦି ସୁଷମାଚାରକୁ ପ୍ରଚାର କରିବାନି, ଆମେ ଖାଲି ସଣ୍ଡେ ସର୍ଭିସରେ ପ୍ରେଜେଣ୍ଟ ପକେଇବା ଲୋକ ଯଦି ହେବା କହିଲେ, ଏ ବାକ୍ୟ ମଧ୍ୟ ଆମ ଠାରୁ ଉଡ଼ିଯିବ। ଆମେ ଯାହା ଶୁଣିଛୁ, ଆମେ ଯାହା ପାଇଛୁ, ଗୋଟେ ଦିନ ସେ ବିଷୟ ମଧ୍ୟ ଆମ ପାଇଁ କଣ ପରି ଲାଗିବ ଜାଣିଛନ୍ତି? ଏ ଅଭିଶାପ ବୋଲି ଲାଗିବ ଆମକୁ। ସତରେ ଇଏ ତୋଡ଼ା ପାଇଲା 1 ତୋଡ଼ା, କିନ୍ତୁ ଇଏ 1 ତୋଡ଼ା କିନ୍ତୁ କେବେ ମଧ୍ୟ ତା ପାଇଁ ମୂଲ୍ୟବାନ ହେଇପାରିଲା ନାହିଁ। ସେଥିପାଇଁ ସେ ନାଇଁକି ନିଜର ଚିନ୍ତା ଅନୁସାରେ ବଞ୍ଚିବାଟା ଆରମ୍ଭ କଲା। କିନ୍ତୁ ପରେ କଣ ଘଟିଲା ୟା ପ୍ରତି? ମାଲିକ ପ୍ରକୃତିରେ ୟାଠାରୁ ଯାହା ଅଛି କାଢିକି ନିଅ ବୋଲି କହିଲେ। ସେଥିପାଇଁ 29 ପଦ ଲେଖା ହେଇଛି, କାରଣ ଯେକୌଣସି ଲୋକର ଅଛି ତାହାକୁ ଦିଆଯିବ, ଆଉ ଆଉ ତାହାର ପ୍ରଚୁର ହେବ। କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି ତାହା ତାହା ହିଁ ତାଠାରୁ ନିଆଯିବ। ସେଥିପାଇଁ ପରମେଶ୍ୱର, ଆମେ ଯେତେବେଳେ ବାକ୍ୟ ପ୍ରଚାର କରିବୁ, ପରମେଶ୍ୱର ଆମକୁ ଦେବେ, ସବୁ କିଛି ଦେବେ। କନେକ୍ସନ, ବାକ୍ୟ ବି କନେକ୍ସନ କରେଇବେ। ଆମର ପରମେଶ୍ୱରଙ୍କ ହୃଦୟ ମଧ୍ୟ ଆମ ସହିତ କନେକ୍ସନ ହବ। ଆମେ ସବୁ ବିଷୟ ପ୍ରକୃତିରେ ପାଇକି ବଞ୍ଚିବୁ ସେ ସମୟ। କିନ୍ତୁ ଯଦି ଆମେ ମାଲିକର ହୃଦୟ ଯଦି ପାଇବୁ ନାହିଁ, ମାଲିକର ଇଚ୍ଛାକୁ ଯଦି ଆମେ ନ ପାଇକି ବଞ୍ଚିବୁ, ତେବେ ଆମେ ଆମ ପାଖରେ ଯାହା ଅଛି ସବୁ ପ୍ରକୃତିରେ କାଢିକି ନିଆହବ। ଗୀତ ସଂହିତା ପୁସ୍ତକରେ ଲେଖା ହେଇଛି, ଧାର୍ମିକର ଭିତ୍ତିମୂଳ ଯଦି ଉତ୍ପାଦିତ ହଉ କଣ, ଧାର୍ମିକର ଭିତ୍ତିମୂଳ ଯଦି ଉତ୍ପାଦିତ ହୁଏ, ତେବେ ଧାର୍ମିକ କଣ କରବ ଲେଖା ହେଇଛି। ସେଥିପାଇଁ ଆମର ଭିତ୍ତିମୂଳ କଣ? ବାକ୍ୟ। ବାକ୍ୟ ଯଦି ଆମ ଠାରୁ କାଢି ନିଆଯିବ ହେଲେ ଆମେ କଣ କରୁ? ଧାର୍ମିକ ଧାର୍ମିକ କହିପାରିବ କି? ପବିତ୍ର ହେଇଥିବା ଲୋକ କଣ ପବିତ୍ର ହେଇ କହିପାରିବ? କେବେ ବି ନାହିଁ। ଭିତ୍ତିମୂଳ ମାନେ କଣ? ଗୋଟେ ଘର ତିଆରି ହେବା ପୂର୍ବରୁ ଫାଉଣ୍ଡେସନ ତିଆରି କରାଯାଏ।
ଫାଉଣ୍ଡେସନ ଉପରେ ଘର ତିଆରି ହେଉଛି। ଯଦି ଫାଉଣ୍ଡେସନ ବି ଖୋଳା ହବ, ଭୁଷୁଳେଇ ଦିଆଯିବ, ହେଲେ ଘର କଣ ଷ୍ଟ୍ରଙ୍ଗ ହବ କି? ସେଥିପାଇଁ ଆମର ଭିତ୍ତିମୂଳ ହଉଛନ୍ତି ଯୀଶୁ। ଆଁ? ସେଥିପାଇଁ ଯୀଶୁଙ୍କୁ ଆମ ଜୀବନ ଯଦି କାଢିକି ଆମେ ବଞ୍ଚିବା, ବାକ୍ୟ ଯଦି ଆମେ ଯଦି କାଢିକି ବଞ୍ଚିବା, ହେଲେ ଆମେ ଅଭିଶାପ ପାଇବା। ସେଥିପାଇଁ 30 ପଦ ଲେଖା ହେଲା, ଆଉ ତୁମମାନେ ଏହି ଅକର୍ମଣ ଦାସକୁ ତାହାର ବାହାର ଅନ୍ଧକାରରେ ପକେଇ ଦିଅ, ସେଠାରେ ରୋଦନ ଦନ୍ତର କିଳିମିଳି ହବ। ଇଏ କେବେ ଜାଣିଥିଲା ମୁଁ ଏମିତି ଜାଗାରେ ପଡିବି କହିକି? ଇଏ ଯଦି ସେତେବେଳେ ସଚେତନ ହେଇଥାନ୍ତା, ଇଏ ଜଣେ ଲୋକ ସେ 5 ତୋଳା ଲୋକ ପରି ହେଇଥାନ୍ତା, 2 ତୋଳା ଲୋକ ପରି ହେଇଥାନ୍ତା। 5 ତୋଳା ଲୋକର ହୃଦୟକୁ ଅନୁଗମନ କରିଥାନ୍ତା, 2 ତୋଳା ପାଇଥିବା ଲୋକର ହୃଦୟ ପ୍ରକୃତିର ଅନୁଗମନ କରିଥାନ୍ତା। ଆମ ଭାଇ ଭଉଣୀ, ଆମ ପାଖରେ ବିଶ୍ୱାସ ନାହିଁ, ଯୀଶୁଙ୍କ ପାଖରେ ବିଶ୍ୱାସ ଅଛି। ଆମେ ରୋଗକୁ ଜିତିବାର ଆମ ପାଖରେ ଶକ୍ତି ନାହିଁ, ସମସ୍ୟା ପରିସ୍ଥିତିକୁ ଜିତିବା ପାଇଁ ଆମ ପାଖରେ ବଳ ନାହିଁ, କିନ୍ତୁ ଯୀଶୁଙ୍କ ପାଖରେ ସମସ୍ତ ବିଷୟରେ ବଳ ଅଛି, ଶକ୍ତି ଅଛି। ତେବେ ଆମେ ଯାହା ପାଖରେ ଶକ୍ତି ଅଛି ତା ସହିତ ସଂଯୁକ୍ତ ହବୁ, ହେଲେ ସେ ସଂଯୁକ୍ତ ହେଇଥିବାଟା ତାଙ୍କର ଶକ୍ତି ଆମ ଆଡକୁ ପ୍ରକୃତିରେ ଆସିବ। ସେଥିପାଇଁ ସେ ଶକ୍ତି ଆମ ହୃଦୟରେ ପ୍ରକୃତିରେ କାର୍ଯ୍ୟ କରିବ। ଆମେ କାର୍ଯ୍ୟ କରିବା ପରିବର୍ତ୍ତେ ସେ କାମ କରିବ। ସେଥିପାଇଁ ପରମେଶ୍ୱର କଣ ଇଚ୍ଛା କରୁଛନ୍ତି, ଆଉ ଗୋଟେ ବାକ୍ୟ ଦେଖିକି ମୁଁ ସରେଇବି। ରୋମୀୟ ପୁସ୍ତକ 2 ପର୍ବର 4 ପଦ ଦେଖନ୍ତୁ। ରୋମୀୟ ପୁସ୍ତକ 2 ପର୍ବର 4 ପଦ। କିମ୍ବା ଈଶ୍ୱରଙ୍କ କୃପା ଯେ ତୁମକୁ ମନ ପରିବର୍ତ୍ତନ ଆଡକୁ ଘେନି ଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମେ କି ତାହାଙ୍କର କୃପା, ଧୈର୍ଯ୍ୟ ଓ ଚିର ସହିଷ୍ଣୁତା ରୂପ ଧନ ସବୁ ତୁଚ୍ଛ କରୁଅଛ। ତ ପରମେଶ୍ୱରଙ୍କ ଇଚ୍ଛା କଣ? ଆମକୁ ଈଶ୍ୱରଙ୍କ କୃପା ଆଡକୁ, ମନ ପରିବର୍ତ୍ତନ ଆଡକୁ ଘେନି ଯିବା ପାଇଁ ଚେଷ୍ଟା କରୁଛନ୍ତି ଲେଖା ହେଇଛି। ତ ପରମେଶ୍ୱରଙ୍କ ଇଚ୍ଛା କଣ? ଆମେ ଯେମିତି ମନ ପରିବର୍ତ୍ତନ କରିକି ବଞ୍ଚୁ। କାହିଁକି? ଆମେ ନିଜକୁ ଦେଖିଲେ ମନ ପରିବର୍ତ୍ତନ କରିପାରିବା ଲୋକ ନାହିଁ। ସେଥିପାଇଁ ପରମେଶ୍ୱର ଆମକୁ ସିଆଡେ ନେଉଛନ୍ତି। ସେଥିପାଇଁ ଈଶ୍ୱରଙ୍କ କୃପା ଲେଖା ହେଇଛି। ତା ମାନେ କଣ? ଈଶ୍ୱର ଦୟା ଦେବା ପାଇଁ ଚାହୁଁଛନ୍ତି, ଅନୁଗ୍ରହ ଦେବା ପାଇଁ ଚାହୁଁଛନ୍ତି, କିନ୍ତୁ ଆମେ ନାହିଁ କି ଅନୁଗ୍ରହ ତୁଚ୍ଛ କରିକି ବଞ୍ଚୁଛୁ। ହୁଁ। ସେଥିପାଇଁ 5 ଲେଖା ହେଇଛି, କିନ୍ତୁ ତୁମ୍ଭେ ଆପଣା କଠିନ ଅପରିବର୍ତ୍ତିତ ହୃଦୟ ଅନୁସାରେ ଯେଉଁଦିନ ଈଶ୍ୱରଙ୍କ ନ୍ୟାୟ ବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛୁ। ଆମେ ଅପରିବର୍ତ୍ତିତ ହୃଦୟକୁ ନେଇକି ଯଦି ବଞ୍ଚୁଛୁ, ତେବେ ଆମେ ଶେଷ ଦିନ ପାଇଁ କଣ ସଞ୍ଚୟ କରୁଛୁ? କ୍ରୋଧ। ଆଁ? ସେଥିପାଇଁ ଆମେ ଯେମିତି ବଞ୍ଚିବା, ଆମର ଫଳ ପ୍ରକୃତିରେ ସେମିତି ହବ। ଗଛ ସେମିତି, ଫଳ ସେମିତି ଆଇବ ଲେଖା ହେଇଛି ମାଥି ପୁସ୍ତକରେ ଦେଖିଲେ। ଗଛ ଅନୁସାରେ ଫଳ ପ୍ରକୃତିରେ ଚିହ୍ନା ଯାଏ ଲେଖା ହେଇଛି। ସେଥି ଆମର ହୃଦୟ ଯେମିତି, ପରମେଶ୍ୱର ଆମର ଜୀବନକୁ ସେମିତି ପ୍ରକୃତିରେ ଗଢିବେ। ଆଶା କରେ ଆଜିର ବାକ୍ୟ ଦ୍ୱାରା ଭାଇମାନେ ଆପଣମାନେ ଈଶ୍ୱରଙ୍କର ଅନୁଗ୍ରହ ପାଇକି ଖୁସିରେ ଆଶାରେ ପ୍ରକୃତିରେ ସମସ୍ତ ଚିନ୍ତାକୁ ଜିତିକି ବଞ୍ଚିବେ। ଚାଲନ୍ତୁ ପ୍ରେୟାର କରିବା। ଧନ୍ୟବାଦ ଦଉଛୁ ମଙ୍ଗଳ ପରମେଶ୍ୱର, ତୁମେ ଆଜି ଅନୁଗ୍ରହ ଦେଲ ପିତା। ଆମେ ପରମେଶ୍ୱର ଏ ପ୍ରକାର ସନ୍ଧ୍ୟା ଉପାସନାରେ ମଧ୍ୟ ବସି ପାରିଲୁ, ବେଶୀ ଧନ୍ୟବାଦ। ସତରେ ଆମେ ଜଣେ ଲୋକ ଅପରିବର୍ତ୍ତନୀୟ ହୃଦୟକୁ ନେଇକି ବଞ୍ଚିବା ଲୋକ, କିନ୍ତୁ ପରମେଶ୍ୱର ତୁମେ ଈଶ୍ୱରଙ୍କ କୃପା, ମନ ପରିବର୍ତ୍ତନ ଆଡକୁ ତୁମେ ଘେନି ଯିବାକୁ ଚେଷ୍ଟା କରୁଅଛ, କିନ୍ତୁ ଆମେ ଜଣେ ଲୋକ ତୁଚ୍ଛ କରିକି ବଞ୍ଚୁଅଛୁ। ପରମେଶ୍ୱର ଆଜି ଆମମାନଙ୍କୁ ତଡ଼ା ବିଷୟରେ କହିଲ। ଏ ତଡ଼ା ହେଉଛି ତମର ସୁସମାଚାର, ଆଉ ସୁସମାଚାରକୁ ଆମମାନଙ୍କୁ ଦେଇଅଛ। ଯେଉଁ ସୁସମାଚାର ଦ୍ୱାରା ଆମେ ପରିତ୍ରାଣ ପାଇଲୁ, ପବିତ୍ର ହେଲୁ, ଧାର୍ମିକ ହେଲୁ। ଆମେ ଯେତେବେଳେ ପୃଥିବୀରେ ବଞ୍ଚୁଅଛୁ, ଅନେକ ସମସ୍ୟା ପରିସ୍ଥିତି ଆମ ଜୀବନରେ ଆସୁଅଛି। ତ ସେ ସମୟରେ ଆମେ ଜଣେ ଲୋକ ନିଜ ଉପରେ ନିର୍ଭର କରିକି ବଞ୍ଚିବା ପାଇଁ ଇଚ୍ଛା କରୁଅଛୁ, ଆଉ ନିଜେ ପ୍ରକୃତିରେ ସମସ୍ତ ବିଷୟ କରିକି ପାଇବା ପାଇଁ ଚାହୁଁଅଛୁ। କିନ୍ତୁ ସେଇଟା କେତେ ଦୂର ଠିକ୍, ଆଉ କେତେ ଦୂର ସେଇଟା ହେଉଛି ସକ୍ଷମ? ଆମେ ଯଦି ଚିନ୍ତା କରିବୁ, ଆମେ ଜଣେ ଲୋକ ସେ ଜାଗାରେ ପାଇବୁ, ମୁଁ ଜଣେ ଲୋକ ଅକର୍ମଣୀୟ ଲୋକ। ସତରେ ପରମେଶ୍ୱର ଆଜି ମୂଲ୍ୟବାନ ସମୟକୁ ଦେଲ, ବେଶୀ ଧନ୍ୟବାଦ। ପ୍ରାର୍ଥନା ଶୁଣିଅଛ, ଅଳ୍ପ ନିବେଦନ ନାଜରିତ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ସମସ୍ତଙ୍କୁ ଧନ୍ୟବାଦ।